ରେକର୍ଡିଂ ଷ୍ଟାର୍ଟ ହେଇଗଲା। କଣ କରିବା କହିଲ ଆମେ LTR CBZ ର କ୍ୱେଶ୍ଚିନ୍ ଆନ୍ସର ତକ ଡିସ୍କସନ କରିଦବା। ଫାର୍ଷ୍ଟ କ୍ୱେଶ୍ଚିନ୍ ଦେଇଛି 66 କ୍ୱେଶ୍ଚିନ୍ ଦେଖିଲ ଏଇଟା ଦେଇଛି କଣ ନା ଦେଇଛି for H like atom the ground state energy is proportional to where mu is the reduced mass and Z is the nuclear charge। এই କ୍ୱେଶ୍ଚିନ୍ ଟା ଟିକେ ଆମର ବିୟଣ୍ଡ ସେ ଯାଇଛି, ଆମର ମାନେ ଆମେ ଏଇ ଲେଭେଲର ଟିକେ ପ୍ରିପାରେସନ କରିନାହାନ୍ତି। ଏଇଟା ଆକ୍ଚୁଆଲି ସେମିତି ନୁହଁ କି ଆମ ସିଲାବସରେ ନାହିଁ, ସେମିତି ନୁହଁ। ଏଇଟା ଆକ୍ଚୁଆଲି ଏନର୍ଜିର ଆମର ଯୋଉ ଫର୍ମୁଲାଟା କଣ ଥିଲା, En is equal to minus mu Z square E fourth divided by এটা হচ্ছে 8 epsilon naught ର square h square ଆଉ n square। এইଥିରୁ ଆକ୍ଚୁଆଲି ଡାଇରେକ୍ଟ ଫର୍ମୁଲାଟା ଆମର ସବଷ୍ଟିଚ୍ୟୁଟ ହେଇକି ଆମର ଯୋଉଟା କୋଡା ହେଇଛି -13.6 z square by ଯୋଉଟା n square ଆସିଛି। ଏଗୁଡାକ ସବୁ କନଷ୍ଟାଣ୍ଟ ଗୁଡାକ, এই ଭ୍ୟାଲ୍ୟୁ ଗୁଡାକ ପୁଟ୍ କରିଦେଲେ এই ଭ୍ୟାଲ୍ୟୁଟା ପଳେଇ ଆସେ। ସମସ୍ତେ କଣ ଏଇଟାକୁ ମନେ ରଖି ଦେଇଛନ୍ତି, ହେଲା କି ନାଇଁ? କନଷ୍ଟାଣ୍ଟ କିନ୍ତୁ ଭ୍ୟାଲୁଟାକୁ ଆମେ ମନେ ରଖୁନାହିଁ। ହଁ, ତେଣୁ ଏଇ ଫର୍ମୁଲାଟା ହଉଛି ଆକ୍ଚୁଆଲି ମେନ୍ ଫର୍ମୁଲା ତ ଏଇଟା, ହେଲା କି ନାଇଁ? ଏଇଟା ହଉଛି ମେନ୍ ଫର୍ମୁଲାଟା। ତେଣୁ ସିଏ କଣ କରିଛି, ଏଇଟା ଆକ୍ଚୁଆଲି ଯେଇ ନିଟ୍ ଲେଭେଲରେ ମୁଁ ଯୋଉ ଟ୍ୟୁସନ କରେ ପିଲାଙ୍କୁ, ସେମାନେ ଏଇଥିରୁ ସେ ପକାଏ କ୍ୱେଶ୍ଚିନ୍ ଯୋଉ କଣ ପକେଇବ କହିଲ, ଏଇ ଫର୍ମୁଲାକୁ ବେସ୍ କରିକି ସେ ପ୍ରୋବ୍ଲେମ ପକାଏ। ତେଣୁ ସେ ଏଠି କଣ କରିଛି, ଆମର ପ୍ରୋବ୍ଲେମ ନ ପକେଇକି ଡାଇରେକ୍ଟ କଣ କରିଛି, ଫର୍ମୁଲାଟାକୁ ପକେଇ ଦେଇଛି। ତାହେଲେ ଏନର୍ଜି କଣ ହବ, ମିଉ ଜେଡ୍ ସ୍କୋୟାର ଦେଇଛି। ଏଇଟା ଅପସନ ଡି ହେଇଯିବ ଆନ୍ସର, ହେଲା କି ନାଇଁ? ଡାଇରେକ୍ଟ ପକେଇ ଦେଇଛି କ୍ୱେଶ୍ଚିନ୍, ସେମିତି ନୁହଁ କି ନୁହଁ, ଏଇଟା ଟିକେ ଡେପ୍ଥ ଯାଇକି ପକେଇଛି। କିନ୍ତୁ ଆମେ ଯୋଉଟା କରୁଛନ୍ତି କ୍ୟାଲକୁଲେସନ କଣ, ଏଇଟା ଫର୍ମୁଲାଟା। କିନ୍ତୁ ଏଇ ଫର୍ମୁଲା ଗୁଡାକ ମନେ, ହଁ ଆଉ ରେଡିୟସ ର ବି ଅଛି କି, ହଁ ରେଡିୟସ ର ବି ଅଛି ଏଇ ଫର୍ମୁଲା। ରେଡିୟସ ର ବି ଭ୍ୟାଲ୍ୟୁ ଆମେ ଯୋଉ ଡାଇରେକ୍ଟ ପୁଟ୍ କରୁଛନ୍ତି ତାର ବି ଫର୍ମୁଲା ଅଛି, ଭେଲୋସିଟି ର ବି ଫର୍ମୁଲା ଅଛି। ତେଣୁ ସେଇ ଫର୍ମୁଲା ଗୁଡାକ ଟିକେ ମନେ ରଖିବାକୁ ପଡିବ। ତାପରେ କ୍ୱେଶ୍ଚିନ୍ ଦେଖିବା, ଯଦି ପର କ୍ୱେଶ୍ଚିନ୍ ଟା ଦେଇଛି ଏଇଟା କଣ କଲା, ଦ ଡିକ୍ରିଜିଂ ଅର୍ଡର ଅଫ ଦ ଫାଷ୍ଟ ଆୟନାଇଜେସନ ଏନର୍ଜି ଅଫ ଦ ଫଲୋଇଂ ଏଲିମେଣ୍ଟ। ତାହେଲେ ଏଠି ସବୁ ଗୁଡା ତ ଜେନନ୍ ଦେଇଛି। ଜେନନ୍ ଟା କଣ ସବୁଠାରୁ, ଜେନନ୍ ଟା ହଉଛି କଣ, ନୋବୁଲ ଗ୍ୟାସେସ୍। ନୋବୁଲ ଗ୍ୟାସ ଗୁଡାକ କଣ ସବୁଠାରୁ କଣ ହାଇଏଷ୍ଟ ଆୟନାଇଜେସନ ଏନର୍ଜି, କାରଣ କଣ ସେମାନେ କଣ ଥାନ୍ତି, ଫୁଲଫିଲ୍ଡ ଥାନ୍ତି ନୋବୁଲ ଗ୍ୟାସେସ୍ ଗୁଡାକ। ତାପରେ କଣ ଆସିବ, ତାପରେ କିଏ ଦେଇଛି ନା ଏଠି କିଏ ଦେଇଛି, ତାପରେ ଆଉ ଅଛି ବେରିଲିୟମ ଅଛି, ଆଉ ଆଷ୍ଟାଟାଇନ ଅଛି, ଆଉ ଆଲୁମିନିୟମ ଅଛି। ବେରିଲିୟମ କଣ ନା ଇଏ ବି ଫୁଲଫିଲ୍ଡ, ବେରିଲିୟମ କଣ ହବ 4, ତାହେଲେ କଣ ହବ 1s2 2s2। ଆଷ୍ଟାଟାଇନ କୋଉ ଗ୍ରୁପ ର, ନାଇଟ୍ରୋଜେନ ଫ୍ୟାମିଲିର। ନାଇଟ୍ରୋଜେନ ନା ନାଇଟ୍ରୋଜେନ କଣ ଫସଫରସ, ଏଗୁଡା ସବୁ କଣ ହାଫ ଫିଲ୍ଡ ଗୁଡାକ, ହେଲା କି ନାଇଁ? ଏଗୁଡାକ ସବୁ ହାଫ ଫିଲ୍ଡ। ଆଉ ଇଏ ହଉଛି ଆଲୁମିନିୟମ ଟା, ଆଲୁମିନିୟମ ସବୁଠାରୁ ଲିଷ୍ଟ ହେଇଯିବ, ହେଲା କି ନାଇଁ? ଇଏ ନା ହାଫ ଫିଲ୍ଡ ନା ଫୁଲ ଫିଲ୍ଡ ଅଛି, ତେଣୁ ଅଟୋମେଟିକ କଣ ହେଇଗଲା, ଏ ସବୁଠୁ ଲିଷ୍ଟ ହେଇଗଲା। ଇଏ ହେଇଯିବ ଲିଷ୍ଟ ସବୁଠାରୁ, ଇଏ ହେଇଯିବ ସବୁଠାରୁ ହାଏଷ୍ଟ ହେଇଯିବ। ତାହେଲେ ଏଇଟା କଣ ହେଇଯିବ, ତାପରେ ଏଠି ହେଇଯିବ କି, ଆମେ ଜାଣିଦେଲେ ଏଠି ଆଲୁମିନିୟମ ରହିବ। ତାପରେ ରହିଲା ବେରିଲିୟମ ଆଉ ଆଷ୍ଟାଟାଇନ, ଏଇ ଭିତରୁ କିଏ ଆସିବ? ଏଇଟା ହଉଛି କଣ ଫୁଲଫିଲ୍ଡ ଅଛି, ହେଲା କି ନାଇଁ? କିନ୍ତୁ ଏଇଟା କଣ ଅଛି, ହାଫ ଫିଲ୍ଡ ଅଛି। ଏଠି ଆଗ ଆଷ୍ଟାଟାଇନ ଆସିବ, ତାପରେ ଆସିବ ବେରିଲିୟମ ଆସିବ। କାହିଁକି ନା ଏଠି ଫୁଲଫିଲ୍ ଟିକେ, ଟା ସାର୍ ଆଗେ ଆସିବ ନା? ନାଇଁ ଫୁଲଫିଲ୍ଡ ଆଗ ଆସିଥାନ୍ତା, ହେଲା କି ନାଇଁ? କିନ୍ତୁ ଆମେ ଯଦି ପି ବ୍ଲକ ଏଲିମେଣ୍ଟ ଦେଖିବା, ତାହେଲେ ଏଇଟା କଣ ଯେ, ଆମେ ଯେତେବେଳେ ଆସେ, ଆମେ ବେରିଲିୟମ ଟା ବୋରୋନ ଠାରୁ ଅଧିକା, ହେଲା କି ନାଇଁ? ଯେତେବେଳେ ଆସିବ, ହେଲା କି ନାଇଁ? ମନେକର ଯେତେବେଳେ ଆମେ ଯଦି ଲେଖୁଛନ୍ତି ଗ୍ରୁପ ଟା, ଯୋଉ ନମ୍ବର, ଯୋଉ ପିରିୟଡ ନମ୍ବର ଟା, ତାପରେ ଇଏ ଗୁଡାକ ଯୋଉ ଆୟନାଇଜେସନ ଏନର୍ଜି ଗୁଡାକ, ଲିଥିୟମ, ଯୋଉ ବେରିଲିୟମ, ବୋରନ। ହଁ ଲିଥିୟମ ବେରିଲିୟମ ବୋରନ ଯେତେବେଳେ ଆମେ ଲେଖୁଛନ୍ତି, ଏଇଟା କଣ ହେଇଥାନ୍ତା, ଲିଥିୟମ ତାପରେ କଣ ଥିଲା, ବେରିଲିୟମ ସେଠି ତାପରେ ବୋରନ ଆସୁଥିଲା। କିନ୍ତୁ ବୋରନ ହଁ, ଠାରୁ ଅଧିକା ହେଇଯିବ କିଏ, ବେରିଲିୟମ ଟା, କାହିଁକି ନା ହାଫ ଫିଲ୍ଡ ବୋଲି, ଯୋଉ ଫୁଲ ଫିଲ୍ଡ ବୋଲି। କିନ୍ତୁ ଏଠି ଯଦି ଆମେ ଯଦି ନାଇଟ୍ରୋଜେନ, ଏଇଟା ଆସିଥାନ୍ତା କଣ, ଲିଥିୟମ ବେରିଲିୟମ ବୋରନ ତାପରେ କାର୍ବନ, ତାପରେ କଣ ଆସିଥାନ୍ତା ନାଇଟ୍ରୋଜେନ, ଏଗୁଡାକ। ତ ନାଇଟ୍ରୋଜେନ ଅଧିକା ଆସୁଛି ନା ନାଇଁ, ହାଫ ଫିଲ୍ଡ ହେଇକି ଅଧିକା ଆସୁଛି ନା ନାଇଟ୍ରୋଜେନ, କାର୍ବନ ବି ତାଠୁ ହଁ, ଅଧିକା ଆସୁଛି। ତେଣୁ ଏଇ ହାଫ ଫିଲ୍ଡ ଟା, ଏଇ ହାଫ ଫିଲ୍ଡ ହେଲେ ବି ବୋରନ ଠାରୁ ଅଧିକା, ବେରିଲିୟମ ଠାରୁ ଆଗରେ ରହୁଛି ନା ନାଇଁ? ତେଣୁ ଏଇ ହାଫ ଫିଲ୍ଡ ଟା ଏଇ ଜାଗାରେ ହେଇଯିବ କଣ, ମୋର ଷ୍ଟାବିଲିଟି ହେଇଯିବ। ତେଣୁ ଏଇଟା ମୋର ଇଏ ହେଇଯିବ କଣ କହିଲ, ଆୟନାଇଜେସନ ଏନର୍ଜି ଆର ହାଏଷ୍ଟ ହେଇଯିବ। ତାହେଲେ ଆର ଆନ୍ସର ଟା ହେଇଯିବ, ଏଇଟା ହେଇଯିବ, ସି ଟା ହେଇଯିବ। ତାପରେ ଏଇଟା ହଉଛି ଦ କରେକ୍ଟ ଭାଲେନ୍ସ ସେଲ୍। ଏଇଟା ତ ଇଜିଟା ଦେଇଛି, କଣ କହିଲ, ଆଟମିକ ନମ୍ବର କଣ ଦେଇଛି, 22 ହେଲେ କଣ ହେଲା, ଟିଟାନିୟମ ଭାନାଡିୟମ ର, ଭାନାଡିୟମ 22 ହେଲେ ଏଇଟା ହେଇଯିବ କଣ କହିଲ, ଏଇଟା ଆସିବ 3d2 4s2। ଏଇଟା ଦିଟା ନା, ଏଇଟା ଆସିବ ଆର୍ଗନ 18, ଏଇଟା ହେଲା ଆର୍ଗନ, ଆର୍ଗନ ହେଇଗଲା। ଆର୍ଗନ ଟା କେତେ, 18ଟା, ଆଉ ରହିଲା କେତେଟା, 22 ହେଲା, ଆଉ କେତେଟା ହେଲା, 6ଟା,
ଅଠର ଚାରିଟା ଆଉ ଗୋଟେ ହେଲା କଣ 3D2 ଆଉ 4S। ଆଗ 4S ଆସିଥାନ୍ତା ଯେ ଏଇଟା ହଉଛି ବା ଏଇଟା ଆଣ୍ଟି ଯୋଉ ପେନ୍ ଅଲ୍ଟିମେଟ୍ ସେଲ୍ ବା ଆଣ୍ଟି ପେନ୍ ଅଲ୍ଟିମେଟ୍ ସେଲ୍ ଟା ଏଟା, ତେଣୁ ଏଇଟା ଭିତରେ ରହିବ। ଏଜଟା ସାର୍ ଆସେ ନା ଫରେଷ୍ଟ ମାନେ ଏନର୍ଜି ଲେଭେଲଟା ତାର ନାହିଁ ଫୋର ଅଛି ତ ଏନର୍ଜି ଲେଭେଲ ଏଇଟା ହଉଛି ଯୋଉ ଗ୍ରୁପ ଡି ଇଏ ଯଦି ଏଲିମେଣ୍ଟ ଆସିଲା ହେଲା କି ନାଇଁ, ସେଇଠି ବା ଯୋଉ ଆମର ଯୋଉ ତାହେଲେ ଆମର ଏସ୍ ବ୍ଲକ ଏଲିମେଣ୍ଟ ଆଉ ପି ବ୍ଲକ ଏଲିମେଣ୍ଟ ହେଲା କି ନାଇଁ, ଏମାନେ ହଁ କଣ କରନ୍ତି ଆବାବ ପ୍ରିନ୍ସିପଲ କୁ ମାନନ୍ତି, ବୁଝିପାରୁଛ ନା ନାଇଁ? ଆବାବ ପ୍ରିନ୍ସିପଲ କୁ ମାନନ୍ତି। ଆବାବ ପ୍ରିନ୍ସିପଲ କଣ କହୁଛି ଏନ୍ ପ୍ଲସ ଏଲ ଭାଲ୍ୟୁ ଯାର ଲୋୟର ସେ କଣ ରହିବ ଆଗ ଫିଲ୍ ହବ। ସେଇ ଅନୁସାରେ ଦେଖିଲେ ତମେ କହୁଛ ବିଟା ହେଇଥାନ୍ତା ହେଲା କି ନାଇଁ। ବିଟା ନୁହେଁ କି ଏଠି କଣ ଇଏ ବା ହଉଛି ଡି ବ୍ଲକ ଏଲିମେଣ୍ଟ ଭାନାଟିୟମ ଟା ହେଲା କି ନାଇଁ। ଡି ବ୍ଲକ ଏଲିମେଣ୍ଟ ଟା ବା ଟ୍ରାନଜିସନ ଏଲିମେଣ୍ଟ, ସିଏ ଆବାବ ପ୍ରିନ୍ସିପଲ କୁ ଯୋଉ ଫଲୋ କରେନି ହେଲା କି ନାଇଁ। ଆଜ୍ଞା। ତେଣୁ ଏଠି କଣ ଆସିବ ଏଇଟା ହେଇଯିବ ଆନ୍ସର। ଓ ବୁଝିପାରିଲ ଏଟା? ହଁ ସାର୍। କାହିଁକି ନା ଏଇଟା କଣ କଲା ପେନ୍ ଅଲ୍ଟିମେଟ ସେଲ୍ ରେ ରହୁଛି 3D ଟା, ତେଣୁ ଏଇଟା ଆଗରୁ ଆସିବ ସହଜଟା ଏଟା। ତାପରେ ହେଲା 69 ଦେଇଛି ୱିଥ ଇନକ୍ରିଜ ଇନ ପ୍ରେସର, ତାହେଲେ ଏଇଟା କୋଉଥିରୁ ପକେଇଛି ନା ଗେଲ୍ ଲୁସାକ୍ସ ଲ ରୁ ପକେଇଛି। ଗେଲ୍ ଲୁସାକ୍ସ ଲ କଣ କହେ ଜାଣିଛ? ଗେଲ୍ ଲୁସାକ୍ସ ଲ, ଗେଲ୍ ଲୁସାକ୍ସ ଲ କଣ ପି ଇଜ କଣ ଅଛି ଡାଇରେକ୍ଟ ପ୍ରୋପୋର୍ସନାଲ ଟୁ ଟି ଟେମ୍ପରେଚର। ଟେମ୍ପରେଚର। ଆମେ ଜାଣିଛନ୍ତି କଣ ପିଭି ଇଜ ଇକ୍ୱାଲ ଟୁ କଣ ଏନଆରଟି, ଯଦି ଭଲ୍ୟୁମ କନଷ୍ଟାଣ୍ଟ କଣ ଇଏ ତ ଦିଟା କନଷ୍ଟାଣ୍ଟ କି ନାଇଁ, ଇଏ ତ ଗ୍ୟାସ ଟା ତ ୟୁନିଭର୍ସାଲ କନଷ୍ଟାଣ୍ଟ, ଏଟା ତ କନଷ୍ଟାଣ୍ଟ ନମ୍ବର ଅଫ ମୋଲ୍ସ ଟା। ଏ ଯଦି ଭଲ୍ୟୁମକୁ ଆମେ କନଷ୍ଟାଣ୍ଟ କରିଦବା ପି କଣ କରିବ ଡାଇରେକ୍ଟ ପ୍ରୋପୋର୍ସନାଲ ଟୁ ଟେମ୍ପରେଚର। ଯଦି ଆମେ ଇନକ୍ରିଜ କରିବା ପ୍ରେସର ତାହେଲେ ଯୋଉ ଟେମ୍ପରେଚର କଣ ହବ ଅବଭିୟସଲି ଇନକ୍ରିଜ କରିବ କି ନାଇଁ। ତାପରେ 70 କହିଛି ଭି ସେପ୍ SO2 ଇଜ ଡ୍ୟୁ ଟୁ ପ୍ରେଜେନ୍ସ ଅଫ, ତାହେଲେ ସେ କହୁଛି SO2 ରେ ଆମେ କଣ କହିଲ SO2 ଟା କଣ ହେଇଥାଏ ଭି ସେପ୍ ହେଇଥାଏ ହେଲା କି ନାଇଁ। ଏସ୍ ଏଇଟା ହେଇଥାଏ ଏମିତିଆ, ଆର ସେପ୍ ଟା ହଉଛି ଏମିତିଆ ହେଲା। ଆଉ ଏଇଠି ଗୋଟେ ଲୋନ୍ ପେୟାର ଥାଏ ହେଲା। ତାହେଲେ ଏଠି କଣ ଥାଏ ଗୋଟେ ସିଗ୍ମା ଅଛି, ଏଠି ଗୋଟେ ସିଗ୍ମା, ଏଠି ଗୋଟେ ପାଏ ଅଛି, ଏଠି ଗୋଟେ ବି ପାଏ ଅଛି ହେଲା। ଏଠି ଗୋଟେ ଲୋନ୍ ପେୟାର ଅଛି, ତାହେଲେ ସେ ଦେଇଛି 2 ସିଗ୍ମା, ହଁ ତାହେଲେ 1 ପାଏ ବଣ୍ଡ, ନାଇଁ ଏଇଟା ତ ହବନି। ଦିଟା 2 ସିଗ୍ମା ଡି ଟା ଦେଇଛି କଣ 2 ସିଗ୍ମା 2 ପାଏ ବଣ୍ଡ ଏଣ୍ଡ 1 ଲୋନ୍ ପେୟାର, ନାଇଁ ସେ ପଚାରିଛି ଭି ସେପ୍ ଟା ଏସଓ ମାନେ ଦେଇଛି ଦ ଭି ସେପ୍ ଅଫ SO2 ଇଜ ଡ୍ୟୁ ଟୁ, ଭି ସେପ୍ କଣ ପାଇଁ ହେଇଥାଏ? ନାଇଁ ଆମର ପାଏ ଟା କାଉଣ୍ଟ କରିବାନି, ଏଟା ସି ହେଇଯିବ ଆନ୍ସର। ପାଏ ଟା କାହିଁକି କାଉଣ୍ଟ କରିବାନି, ଆମର ହାଇବ୍ରିଡାଇଜେସନ ରେ ଯୋଉ ହୁଏ ତାହେଲେ କଣ ନି ସେଥିରେ ଆମେ କାହାକୁ କାଉଣ୍ଟ କରନ୍ତି ସିଗ୍ମା ବଣ୍ଡ ଆଉ ଲୋନ୍ ପେୟାର କୁ କାଉଣ୍ଟ କରନ୍ତି ହେଲା କି ନାଇଁ। ଆମର ପାଏ ବଣ୍ଡ ହାଇବ୍ରିଡାଇଜେସନ ରେ ଭାଗ ନିଏନି ହେଲା କି ନାଇଁ। ତେଣୁ ଆଜ୍ଞା ଏଠି ତେଣୁ ସେପ୍ ଯେତେବେଳେ ତାର ଆସିଲା, ତାହେଲେ ଆମେ ଯେତେବେଳେ ସେପ୍ ଟା କାଉଣ୍ଟ କରିବା କାହାକୁ କାଉଣ୍ଟ କରିବା ସିଗ୍ମା ବଣ୍ଡ ଆଉ ଲୋନ୍ ପେୟାର କୁ କାଉଣ୍ଟ କରିବା, ପାଏ ବଣ୍ଡ ର କୌଣସି ଭୂମିକା ନାହିଁ। ତେଣୁ ସେ କହୁଛି ଭି ସେପ୍ କୋଉଥିପାଇଁ ଥାଏ, ତ ଏଇଟା ପାଏ ବଣ୍ଡ ତ ଥାଏ ହେଲା କି ନାଇଁ ଦିଟା, ସିଗ୍ମା ବଣ୍ଡ ଦିଟା ପାଏ ବଣ୍ଡ ଦିଟା ଗୋଟେ ଲୋନ୍ ପେୟାର ଅଛି, କିନ୍ତୁ ସେ କହୁଛି ଭି ସେପ୍ କଣ ପାଇଁ ହେଇଥାଏ, ତ ପାଏ ବଣ୍ଡ ର କୌଣସି ଭୂମିକା ନାହିଁ, ସେ କଣ ପାଇଁ ହେଇଥାଏ? ଯଦି ମନେକର ଏଇଠି ବି ଯୋଉଠି ପାଏ ବଣ୍ଡ ବି ନଥିବ ହେଲା କି ନାଇଁ, ମନେକର H2S 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 କଣ ହେଇଯିବ S ହେଲା କି ନାଇଁ, ଏଠି H ଗୋଟେ ଏଠି H ମନେକର ହେଲା କି ନାଇଁ, ଏଇ ଟାଇପ ର ଯଦି ଆସିଲା ତାହେଲେ ଏଠି କଣ ହେଇଯିବ, ତେଣୁ ଇଏ ବି ଲୋନ୍ ପେୟାର ଯଦି ରହିଲା ତେଣୁ ଇଏ ବି ଏଠି କଣ କରୁଛି ଯୋଉ କଣ ଭି କରିବ କହିଲ, ସେପ୍ ଏଠି ବି ବିସେପ କରିବ, ଏଠି କଣ ପାଏ ବଣ୍ଡ ଅଛି କି, ତେଣୁ ପାଏ ବଣ୍ଡ ର କୌଣସି ଭୂମିକା ରୋଲ ନାହିଁ। ନଥାଏ। ତେଣୁ ଏଇଟା ଆନ୍ସର ଏଇଟା ଟ୍ରିକି ଟିକେ ରହୁଛି, ମାନେ ଇଜି କ୍ୱେଶ୍ଚିନ୍ ଟିକେ କ୍ୱେଶ୍ଚିନ୍ ବୁଝିବାକୁ ପଡିବ, ଟ୍ରିକି ରହୁଛି, ତେଣୁ ସେଇଟା ହେଇଯିବ ଆନ୍ସର ହେଇଯିବ। ଏଇଟା ଦେଇଛି ଦ ନମ୍ବର ଅଫ ପି ଡବଲ ବଣ୍ଡ ପ୍ରେଜେଣ୍ଟ ଇନ ଦ ଟେଟ୍ରାବେସିକ୍ ଏସିଡ୍, ଏଇଟା ତ ଇଜିଟା, ଏଇଟା ଟିକେ ଷ୍ଟ୍ରକ୍ଚର ଟା ଜାଣିବାକୁ ପଡିବ। ତ ଦେଇଛି ପି ପି ତ ଫାଷ୍ଟ ଗୋଟେ ଡବଲ ବଣ୍ଡ କଲା, ତାପରେ ଏଚ ଗୁଟା କେମିତି ଲାଗିବ ଅକ୍ସିଜେନ ସହିତ ହାଇଡ୍ରୋଜେନ, କେତେଟା ଅଛି ହାଇଡ୍ରୋଜେନ ଚାରିଟା, ତାହେଲେ ଇଏ ଗୋଟେ ଲାଗିଲା, ତାପରେ ଦିଟା ଲାଗିଗଲା ନା, ତାପରେ ଆଉ ଗୋଟେ ପି ଅଛି ନା କି, ତାହେଲେ ପି ସହିତ ଏମିତି କନେକ୍ଟ କରିବ, ଏଇଟା ଗୋଟେ ଡବଲ ବଣ୍ଡ, ଏଇଟା ଟିକେ ଷ୍ଟ୍ରକ୍ଚର ଗୁଡା ଟିକେ ମନେ ରଖିବାକୁ ପଡିବ, ଏଇଟା ହେଇଯିବ ଏମିତି ଆଉ। ତାହେଲେ କେତେଟା ପି ଡବଲ ବଣ୍ଡ ହେଇଯାଉଛି ଦିଟା ହେଇଯାଉଛି, ତାହେଲେ ଏଇଟା ହେଇଯିବ ବିଟା ହେଇଯିବ ଆନ୍ସର ହେଇଯିବ। ସେଠି ପି ଟୁ ପି ଡାଇରେକ୍ଟ କନେକ୍ଟ ହୁଏନି ସେଠି? ପି ପି ଟୁ ପି ଡାଇରେକ୍ଟ କନେକ୍ଟ ହୁଏନି ସେଠି? P2 ଦିଟା ବା ପି, ସେ ଦେଇଛି ଦିଟା ପି ଏମିତି ରହିବ, ଯୋଉ ଏଇଟା ପେରୋକ୍ସାଇଡ ଇଏରେ ଏଇଟା ଅକ୍ସିଜେନ ସହିତ ଗୋଟେ ସିଙ୍ଗଲ ବଣ୍ଡ କରିକି ଏଠି ମଝିରେ ରହିବ, ଏମିତି ତା ଷ୍ଟ୍ରକ୍ଚର ଟା। ଓହୋ, ମନେ ରଖିବା ପାଇଁ ପଡିବ ନା?
ହଁ ଟିକେ ଷ୍ଟ୍ରକ୍ଚର ଗୁଡା ଟିକେ ପ୍ରାକ୍ଟିସ ତ କରିବାକୁ ପଡିବ। ତାପରେ ଦେଇଛି ଆଟ ରୁମ୍ ଟେମ୍ପରେଚର HCl ଗ୍ୟାସ୍ ହ୍ୱାଇଲ HF ଇଜ ଲିକ୍ୱିଡ। HF କଣ ପାଇଁ ଥାଏ? HCl ଟା କଣ ଥାଏ? ଏଠି HF ରେ କଣ ଅଛି? ହାଇଡ୍ରୋଜେନ ହାଇଡ୍ରୋଜେନ ବଣ୍ଡିଂ ଅଛି। ଆଉ ଏଇଟା କଣ? ଏଇଟା ଇଜି କ୍ୱେଶ୍ଚନ ଟା। ଷ୍ଟ୍ରଙ୍ଗ କଣ? ଇଣ୍ଟରମଲିକୁଲାର ହାଇଡ୍ରୋଜେନ ବଣ୍ଡିଂ। ତାପରେ ଦେଇଛି ଦ ମେଟାଲ ଦ୍ୟାଟ ଇଜ ଏକ୍ସଟ୍ରାକ୍ଟେଡ ବାଇ ଦ ରିଡକ୍ସନ ମେଥଡ। ଏଇଟା କୋଉଥିରେ ଦେଇଛି? ସେଲ୍ଫ ରିଡକ୍ସନ କିମ୍ବା ଅଟୋ ରିଡକ୍ସନ। ଏଇଟା କ୍ୱେଶ୍ଚନ ଟା ହଉଛି ସେଲ୍ଫ ରିଡକ୍ସନ ଯୋଉଟା। ସେଲ୍ଫ ରିଡକ୍ସନ କିଏ କରିପାରେ? ରିଡକ୍ସନ ଏଇଟା ମର୍କୁରୀ କରିପାରେ। ଡାଇରେକ୍ଟ କ୍ୱେଶ୍ଚନ ଟା। ତାପରେ ଦେଇଛି ଏଇଟା ଦେଇଛି ଦ ନମ୍ବର ଅଫ ମୋଲ୍ସ ଅଫ ଆୟନ ପ୍ରଡ୍ୟୁସ୍ଡ ଡିସୋଲୁସନ ଅଫ 1 ମୋଲ ଅଫ ମୋର୍ ସଲ୍ଟ। ତାହେଲେ ମୋର୍ ସଲ୍ଟ ହେଲେ ମୋର୍ ସଲ୍ଟ ର ଯେ ଫର୍ମୁଲା ଟା ଜାଣିଥିବ ସେଇଟା ଆରାମରେ କରିପାରିବ। ଜଏନ୍ ହଉଛି ଏଇ ଗ୍ରୁପରେ। 6ଟା ୱାଟର ମଲିକୁଲ ଥାଏ ନା? ମୋର୍ ସଲ୍ଟ ରେ ହଁ ହଁ କରିଦଉଛି ମୁଁ ଟିକେ ଗୋଟେ ମିନିଟ୍ ଜଏନ୍ କରିଦଉଛି। ମୋର୍ ସଲ୍ଟ ର କି ହଁ 6ଟା ୱାଟର ଥାଏ। ସେ କହୁଛି ଦ ନମ୍ବର ଅଫ ମୋଲ୍ସ ଅଫ ଆୟନ ପ୍ରଡ୍ୟୁସ୍ଡ କମ୍ପ୍ଲିଟ ଡିସୋସିଏସନ ଅଫ 1 ମୋଲ ଅଫ ମୋର୍ ସଲ୍ଟ। ମୋର୍ ସଲ୍ଟ ର ଫର୍ମୁଲା ଟା କଣ? ଯେ ମନେ ରଖିଥିବ ତାହେଲେ ଏଇଟା ସହଜଟା। ସବୁ କ୍ୱେଶ୍ଚନ ପ୍ରାୟ ସବୁ ଇଜି ଅଛି କିନ୍ତୁ କିଛି କିଛି କ୍ୱେଶ୍ଚନ ଇଏ ଅଛି ଆଉ। ମୋର୍ ସଲ୍ଟ ର ଫର୍ମୁଲା କଣ? FeSO4 ତାପରେ ଦେଇଛି NH4 ହୋଲ୍ ଟୁ ଆସିବ SO4 6H2O ହେଲା। ତାପରେ ଆୟନ ଯେତେବେଳେ ହେଇଯିବ, ଆୟନକୁ ହେଲେ ଏଇଟା କଣ ହେଇଯିବ? Fe2 ପ୍ଲସ୍ ହେଇଯିବ। SO4 କଣ ହେଇଯିବ? 2 ମାଇନସ୍। ଏଇଟା NH4 ଟା କଣ ହେଇଯିବ? 2 NH4 ପ୍ଲସ୍ ହେଇଯିବ। ଆଉ SO4 ଟା କଣ ହେଇଯିବ? ଏଇଟା ଗୋଟେ SO4 ମାଇନସ୍ ହେଇଯିବ ନା। SO4 ମାଇନସ୍ ହେଇଗଲା। ତାହେଲେ କେତେଟା ହେଲା? କେତେଟା ହେଇଗଲା? ଦେବାଶିଷ ଭାଇ ଟିକେ ମ୍ୟୁଟ କରନ୍ତୁ। ହେଇଗଲା କେତେ? 5ଟା ଆୟନ ହେଇଗଲା। ଏକ ଇଏ 2 1। ତାହେଲେ କେତେଟା ହେଇଗଲା? 2 2 4 1 5ଟା। ତାହେଲେ ହେଇଯିବ ଇଏ 5 ହେଇଯିବ ଆନ୍ସର। ତାପରେ ଏଇଟା ଅଛି, ଏଇଟା ସେଇ ଦ ଆଭରେଜ ସ୍ପିଡ ଅଫ H2N2O2। ଏଇଟା ଆଭରେଜ ସ୍ପିଡ କୋଉଠୁ କ୍ୱେଶ୍ଚନ ଆଇଛି? ଗ୍ୟାସିୟସ୍ ଷ୍ଟେଟ ରୁ, କାଇନେଟିକ ଥିଓରି ଅଫ ଗ୍ୟାସେସ୍ ଯୋଉଠୁ। ତା ଫର୍ମୁଲା ଟା କଣ ଜାଣିଛନ୍ତି? ଡାଇରେକ୍ଟ ଇଜି ଇଜି କ୍ୱେଶ୍ଚନ କିନ୍ତୁ ଟିକେ ଫର୍ମୁଲା ମନେ ରଖିବ। ଭି ଆଭରେଜ କଣ ସେଇଟା ହୁଏ? ଇନଭର୍ସଲି ପ୍ରପୋର୍ସନାଲ ଟୁ ହଁ ମାସ୍ ହଁ ଯୋଉଟା 8RT ଡିଭାଇଡେଡ ବାଇ କଣ ଫର୍ମୁଲା ଟା? ପାଇ ଏମ୍ ର ଏମ୍ ହଁ ରୁଟ ଅଫ। ତାହେଲେ ଭି ଆଭରେଜ ଟା କଣ ହଉଛି? ଆମର ତ ଏଇଟା ତ କନଷ୍ଟାଣ୍ଟ ଗୁଡାକ ନା, ଟେମ୍ପରେଚର ଇଏ ଗୁଡାକ ସବୁ ନେଇଯିବା କି ନାଇଁ? କେଲଭିନ ନେଇଗଲେ ଏଇଟା ତ କନଷ୍ଟାଣ୍ଟ ଗୁଡାକ। ତେଣୁ ଆମର କଣ ରହୁଛି? ଏଇଠି କେବଳ ମାସ୍ ଟା ହିଁ ରହୁଛି ଭେରିଏବଲ ଟା। ତେଣୁ ମାସ୍ ଏହାର ସବୁ ଆମର ସମସ୍ତଙ୍କର ମାସ୍ ଆମକୁ ମଲିକୁଲାର ମାସ୍ ଜଣା ଅଛି କି ନାଇଁ? ତେଣୁ ତାର ଭେଲୋସିଟି ଟା କଣ ହଉଛି? ଇନଭର୍ସଲି ପ୍ରପୋର୍ସନାଲ ଟୁ କଣ ହଉଛି? ମାସ୍ ର ରୁଟ ଓଭର। ଯାହାର ମାସ୍ ଅଧିକା ହେଇଥିବ ସେ କଣ ହେଇଯିବ? ତାହେଲେ ସିଏ ଲୋ ସ୍ପିଡ ହେଇଥିବ ଅଟୋମେଟିକ କି ନାଇଁ? ତାହେଲେ ସ୍ପିଡ କାର ହେଇଯିବ ଅଧିକା, ତାହେଲେ ମାସ୍ କାର କହିଲ? ଏଇଟା H2 ରେ ତ ସବୁଠାରୁ କମ, ତାମାନେ ଅଧିକା ସ୍ପିଡ ହେଇଯିବ କିଏ? H2। H2 ଆଗ ଆଏ ଭାରି। ତାପରେ N2 ର 28, ଇଏ ହଉଛି 32। ତାହେଲେ N2 ର ହଉଛି କମ ମାସ୍, ତାହେଲେ N2 ତାପରେ ଆଇବ ଆଉ। ତାପରେ H2 ଆଇବ ଆଉ, ଯୋଉ O2 ଆଇବ ଆଉ। ଏଇଟା କୋଉଠି ଅଛି ଅପସନ? H2N2O2 ଏଇଟା ବୋଧେ ନା? ଏଇଟା ହେଇଯିବ ଆନ୍ସର ଆଉ। ଏ ଡାଇରେକ୍ଟ ଫର୍ମୁଲାରେ ସାର୍ ପକେଇଛି। ସାର୍ ଟିକେ ସାର୍ ହଁ ଯୋଉ କୁହ। 70 ନମ୍ବର ଟା ଯୋଉ ହଁ ଅଛି ଭିସପ SO2 ସେଇଟା ହୁଁ ମୁଁ ଯେତେବେଳେ ମାନେ ସଲ୍ଭ କରୁଥିଲି ନିଜେ ଯୋଉ PDF ରୁ ସାର୍ ମୁଁ ଏଇଟା ହୁଁ ମାରିଥିଲି ମାନେ ନିଜେ ଯୋଉଟା ମୁଁ ତ ସିବିଜେଡ୍ ନୁହେଁ BCM ସେ ଯୋଉ ହୁଁ। D ଟା ମୁଁ କ୍ଲିକ୍ କଲି ସେଇଟା କଣ ପାଇଁ ଆପଣ C କଲେ? ନାଇଁ ଏଇଟା କଣ କହିଛି କି? ସିଏ ପଚାରିଛି ଭି ସେପ୍ ହେଲା FeSO2 ଇଜ ଡ୍ୟୁ ଟୁ, ମାନେ କହିବାର କଥା ସେ ଯୋଉ SO2 ର ଯୋଉ ଆମର ସେପ୍ ଟା କଣ ପାଇଁ ଭି ସେପ୍ ହୁଏ ବୋଲି ସେ ପଚାରିଛି, ହେଲା କି ନାଇଁ? ଆମେ ଆଜ୍ଞା ଜାଣିଛନ୍ତି ଯେତେବେଳେ ଯୋଉ ହାଇବ୍ରିଡାଇଜେସନ ହେଲା କି ନାଇଁ, ହାଇବ୍ରିଡାଇଜେସନ ରେ ଆମେ କଣ ଜାଣିପାରିବା? ଜିଓମେଟ୍ରି, ହେଲା କି ନାଇଁ? BSPR ଥିଓରିରୁ ଆମେ କଣ ଜାଣିପାରିବା? ଯୋଉ ଆମର ଇଏଟା ଯୋଉ ସେପ୍ ଟା, ହେଲା କି ନାଇଁ? ଆମେ ଯେତେବେଳେ ନଉଛନ୍ତି, ଆମେ ହାଇବ୍ରିଡାଇଜେସନ ରେ ସବୁବେଳେ କଣ କହିଲ, ପାଏ ବଣ୍ଡର କୌଣସି ଭୂମିକା ନଥାଏ, ହେଲା କି ନାଇଁ? ପାଏ ବଣ୍ଡର ତ କୌଣସି ଇଏ ନାହିଁ। ଆମେ ଯେତେବେଳେ ନଉଛନ୍ତି ଲୋନ ପେୟାର ଆଉ ବଣ୍ଡ ପେୟାର କୁ ନଉଛନ୍ତି ନା, ବୁଝିପାରିଲେ ନା ନା? ତେଣୁ ଆଜ୍ଞା ଲୋନ ପେୟାର ର ତ କଣ ଯୋଉ ବଣ୍ଡ ଯୋଉ ପାଏ ବଣ୍ଡର ତ କୌଣସି ଭୂମିକା ନାହିଁ ନା ଏଥିରେ, ହେଲା କି ନାଇଁ? ତେଣୁ ଏଥିରେ ପାଏ ବଣ୍ଡ ଆମେ କାଉଣ୍ଟ କରିବାନି। ସେ ମନେକର ଏଇଠି ଗୋଟେ ଏମିତି ହେଇଥାନ୍ତା, ମନେକର ଏମିତି ହେଇଥାନ୍ତା, ଏଇଠି H ଥାନ୍ତା, ଏଠି ବି H ଥାନ୍ତା, ଏଠି ଗୋଟେ ଲୋନ ପେୟାର ଥାନ୍ତା, ତାହେଲେ ଏଇଟା କୋଉ ସେପ୍ ହେଇଥାନ୍ତା? ଏଇଟା ବି ସେପ୍ ହବ କି ନାଇଁ?
ଏଠି ଲୋନ୍ ହଁ ଲୋନ୍ ବି ପେୟାର ଅଛି। ସହିତ ଫ୍ରେଣ୍ଡସିପ ହଁ। ହଁ ତେଣୁ ଏଇ ପାଏ ବଣ୍ଡର ଏଠି କଣ ଭୂମିକା ରହୁଛି କି? ତେଣୁ ଯେ ହାଇବ୍ରିଡାଇଜେସନ ଯେହେତୁ ପାଏ ବଣ୍ଡ ଭାଗ ହିଁ ନଉନି, ତେଣୁ ପାଏ ବଣ୍ଡର ଭୂମିକା ନାହିଁ। ହଁ ସେ ଯଦି ପଚାରିଥାନ୍ତା ଏଇ ଡ୍ୟୁ ଟୁ ନ ପଚାରିକି ଏଇଟା ଯଦି କ୍ୱେଶ୍ଚିନ୍ ଟା ନ ପଚାରିଥାନ୍ତା, ସେ ପଚାରିଥାନ୍ତା ଭି ସେପ୍ ଅଫ SO2 ହେଲା କି ନାଇଁ, ଯୋଉ ଭି ସେପ୍ ଥାଏ କି ପ୍ରେଜେନ୍ସ କେତେ କଣ ଥାଏ, ତାହେଲେ ଯଦି ପ୍ରେଜେନ୍ସ ଥାଏ SO2 ରେ କୋଉ ବଣ୍ଡ ଯଦି ପ୍ରେଜେଣ୍ଟ ଥାଏ ତାହେଲେ ଦିଟା ହେଇଥାନ୍ତା। ସେ ବାବା ରିଜିନ୍ ଟା ପଚାରିଛି ଏଠି, କାହିଁକି ରିଜିନ୍ ଟା ପଚାରିଛି ହେଲା କି ନାଇଁ। ଯେହେତୁ କ୍ୱେଶ୍ଚିନ୍ ଟା ରିଜିନ୍ ବୋଲି ପଚାରିଛି, ତେଣୁ ପାଏ ବଣ୍ଡର କୌଣସି ଭୂମିକା ନଥାଏ, ତେଣୁ ସେଇଟା ହିଁ ଆନ୍ସର ହବ। ଦିଟା ଆମର, ତେଣୁ ଏଇ ଦିଟାର ଇଏ ଯଦି ପାଏ ବଣ୍ଡ ନ ରହୁଛି ତଥାପି ତ ଆମର ଯୋଉ ଇଏ ହେଇପାରିବ ନା, ଭି ସେପ୍ ହେଇପାରିବ ନା କି ନାଇଁ। ତେଣୁ ଆଜ୍ଞା ପାଏ ସାର୍। ବଣ୍ଡର କୌଣସି ଭୂମିକା ଏଠି ରହୁନି, ତେଣୁ ଏଟା ସି ହେଇଯିବ ଆନ୍ସର, ଆକ୍ଚୁଆଲ ଆନ୍ସର ଟା। ତାପରେ 76 ଏଇଟା ଟିକେ ସିଲାବସ ବାହାରୁ ପକେଇ ଦେଇଛି, କଣ ହାଇଡ୍ରୋଲିସିସ୍ ଅଫ ଆଲୁମିନିୟମ କାର୍ବାଇଡ। ଆଲୁମିନିୟମ କାର୍ବାଇଡ ଫର୍ମୁଲା ଯେ ଜାଣିଥିବ ଯାଇକି ତାପରେ କରିପାରିବ ହାଇଡ୍ରୋଲିସିସ୍। ହାଇଡ୍ରୋଲିସିସ୍ କହିଲେ କଣ, H2O ସହିତ ରିଆକ୍ସନ କରିବ ୱାଟର ସହିତ, ତ ଆଲୁମିନିୟମ ହେଲେ ଇଏ ହେଇଯାଉଛି କେତେ ନା Al4C3। ଟିକେ Cl ହେଲା C3 ପ୍ଲସ୍ କଣ ହେଇଯିବ H2O, ଦବ କଣ ଇଏ L, ଏଇଟା ହେଇଯିବ କଣ ପ୍ଲସ୍ ହେଇଯିବ, ଇଏ ଯୋଉ ମାଇନସ୍, ଏଇଟା ବି H2 କୁ ଆମେ ଯଦି ଭାଗିବା ତାହେଲେ କଣ ହେଇଯିବ H ପ୍ଲସ୍ OH ମାଇନସ୍, ଆଲୁମିନିୟମ କଣ ହେଇଯିବ କାହା ସହିତ ଇଏ ହେଇଯିବ AlOH ସହିତ ହେଇଯିବ। ଏଇଟା ଟିକେ ସିଲାବସ ଟିକେ ବାହାରୁ ପକେଇ ଦେଇଛି ହେଲା କି ନାଇଁ। ତାହେଲେ ଇଏ ହେଇଗଲା କେତେ, ଆଉ ଗୋଟେ କଣ ହେଇଯିବ ନା ସି ରହିଲା, ସେଇଟା ହେଇଯିବ CH4 ହେଇଯିବ। ଏଟାକୁ ଟିକେ ଆମେ ଯଦି କରିଦବା କଣ କି, ଉଁ, ଏଇଟା ହେଇଯିବ କେତେ, ଚାରିଟା ଆଲୁମିନିୟମ, ତାକୁ ବାଲାନ୍ସ କରିଦେଲେ ଏଠି ଚାରିଟା, ଏଠି କାର୍ବନ ଅଛି ତିନିଟା, ତାହେଲେ ଏଠି ତିନିଟା, ତାହେଲେ ହେଇଗଲା କେତେ, ତିନିଟା କାର୍ବନ ତିନିଟା, ତାହେଲେ 3 × 12 ହାଇଡ୍ରୋଜେନ, ଏଠି 4 × 3 = 12 ହାଇଡ୍ରୋଜେନ। ତାହେଲେ ଅକ୍ସିଜେନ କେତେ ହେଲା, 4 × 3 = 12 ଅକ୍ସିଜେନ, ତାହେଲେ ଏଇଠି ହେଇଯିବ 12 ଆଉ 12 × 24, ଏଠି 12 H2O ହେଇଯିବ ଆଉ। ଏଟା ତାହେଲେ ସାର୍ କୋଉ ଚାପ୍ଟର ଅଛି? ଏଇଟା ଆଲକେନ ଯେ ସିଲାବସ ରେ ଟିକେ ନାହିଁ ନା, ଆଉଟ ଅଫ୍ ସିଲାବସ ଟିକେ ଅଛି କ୍ୱେଶ୍ଚିନ୍ ଟା। ଆଲକେନ ରୁ ଏଟା ମିଥେନ ବା ଫର୍ମେସନ କରିବ ହେଲା କି ନାଇଁ। ଓକେ। ତାହେଲେ ସାର୍ ତାପରେ ଏଇଟା ସେ ବ୍ୟୁରୋରେ ଅଛି। ହଁ ନାହିଁ ମାନେ, ହଁ NCERT ରେ ନାହିଁ ଆଉ। ଯଦି ଆମେ ଦେଖିବା, ସିଏ ବା ମୁଁ କହିଲି ବା ଆମର RHT ରେ କଣ କରିଥିଲା, ସେ ମାକ୍ସିମମ୍ ଜିନିଷକୁ ପ୍ରୋବ୍ଲେମ ରେ କନଭର୍ଟ କରିଦେଇଥିଲା, କ୍ୱେଶ୍ଚିନ୍ କୁ ପ୍ରୋବ୍ଲେମ ବେଶୀ କ୍ୱେଶ୍ଚିନ୍ ଦେଇଥିଲା, କମ କ୍ୱେଶ୍ଚିନ୍ ଥିଓରି ପକେଇଥିଲା, ଆଉ କ୍ୱେଶ୍ଚିନ୍ ଗୁଡାକ ଡାଇରେକ୍ଟ କୋଉଠୁ ପକେଇଥିଲା ନା NCERT ବୁକ୍ ରୁ ପକେଇ ଦେଇଥିଲା ହେଲା କି ନାଇଁ। ଏଇଥର ସେ ଟିକେ ଅଲଗା କରିଦେଇଛି, ଏଇଥର କଣ କରିଛି ନା, ଏଥର ସେ କରିଦେଇଛି କଣ ନା, ଏଥର କ୍ୱେଶ୍ଚିନ୍ ଗୁଡାକୁ ଇଜି କରିଛି, କ୍ୱେଶ୍ଚିନ୍ ଏତେ ଡିଫିକଲ୍ଟ ନୁହେଁ, କୋଉ କ୍ୱେଶ୍ଚିନ୍ ବି ଏତେ ଲାଗୁନି କି ଗୋଟେ ମାନେ, ସାର୍ କିନ୍ତୁ ଦେଖା କ୍ୱେଶ୍ଚିନ୍ ସିଏ ଯାଉଛି ଟିକେ ସହଜ ଡେପ୍ଥ ଯାଇକି କିନ୍ତୁ ପଚାରିଛି ଆଉ, ଯୋଉଗୁଡାକ ମାନେ କନସେପ୍ଟ ଟିକେ ଇଏ ବେଶୀ। ବୁକ୍ ରେ ଅଛି ଆଉ, ବ୍ୟୁରୋ କେପି ଯୋଉଟାକ ଆମର CHSE ବୁକ୍ ଗୁଡାକ, ସେ ବୁକ୍ ଗୁଡାକରୁ ଟିକେ ପଚାରିଛି, ସେ ହେଲା କଥା ଆଉ। ଏଇଟା ଦେଇଛି ରିଲେସନ ବିଟୱିନ୍ ଦ ଇକ୍ୱିଲିବ୍ରିୟମ, ନାଇଁ କି, ଏଇଟା ତ CO ଥିଲା, CO2 ହେଇଛି, ତାପରେ CO କୁ 2 ଗୁଣ ହେଇଯାଇଛି ନା କଣ, ତାହେଲେ ଏଇଟା କଣ, ଏଇଟା ତ ସହଜଟା, ଏଇଟା ହେଇଗଲା ଯଦି K1, ତାହେଲେ K2 ଟା କଣ ହେଇଛି, K2 ଟା କଣ ହେଇଛି, ଏଠି 2 ଗୁଣ ହେଇଯାଇଛି, ତାମାନେ କଣ ହେଇଯିବ K1 ର ସ୍କୋୟାର ହେଇଯିବ ଆଉ କଣ। ଏଇଟା ତ ଜାଣିଥିବେ, ଯେତେବେଳେ ମଲ୍ଟିପ୍ଲାଏ ହେଇଯାଏ ତାର କଣ ହେଇଯାଏ, ସ୍କୋୟାର ହେଇଯାଏ। 77 K1 ର ସ୍କୋୟାର K2 ହେଲେ ଏଇଟା ହେଇଯିବ K1 କଣ ହେଲା, K2 = K1 ର ସ୍କୋୟାର, ତାହେଲେ ଏଇଟା ହେଇଯିବ ଦିଟା ହେଇଯିବ ସାର୍। ସହଜ କ୍ୱେଶ୍ଚିନ୍ ଇଏ ଆଉ। ଏଇଟା ଗୋଟେ ଡାଇରେକ୍ଟ ହେଇଛି କାଇନେଟିକ୍ ଥିଓରି ଏଇଥିରୁ ପକେଇଛି। ଏଇଟା ତ ସମସ୍ତେ ଜାଣିଥିବ, ଏଇଟା ଡାଇରେକ୍ଟ ତା ରିଲେସନସିପ ଟା ପକେଇ ଦେଇଛି, କଣ ହବ ଏଟା ଭି ରୁଟ୍ ମିନ୍ ସ୍କୋୟାର ଟା ଆଭରେଜ ଆଉ ମୋଷ୍ଟ ପ୍ରୋବାବଲ ସ୍ପିଡ ର ଇଏଟା ରିଲେସନସିପ ଟା ପକେଇ ଦେଇଛି, MRS ତାପରେ ଆଭରେଜ ତାପରେ ମୋଷ୍ଟ ସ୍ପିଡ ରହିବ। ୟାର ରେସିଓ ଟା ବି ଅଛି, ଆର ରେସିଓ ଟା କଣ କହିଲେ, ଭି MRS ର ଏଇଟା ଆର ରେସିଓ ଟା ହେଇଯାଉଛି, ଆର ହଉଛି √2, ଇଏ ହେଇଯାଉଛି √3, ଏଇଟା ହଉଛି 8/π ତ √4। ତାର ରିଲେସନସିପ ଟା ଡାଇରେକ୍ଟ କ୍ୱେଶ୍ଚିନ୍ ଏଇଟା, କିଛି କରିବାର ନାହିଁ ଏଇଟା। ଏଇ ଯେ ଏଇଟା ଗୋଟେ କାଇନେଟିକ୍ ଥିଓରି ପକେଇଛି, ଏଇଟା ଗୋଟେ ସେଇ ଗୋଟେ କନସେପ୍ଟ ତିନିଟା ଚାରିଟା କ୍ୱେଶ୍ଚିନ୍ ପକେଇ ଦେଇଛି। ଏଇଟା ଦେଇଛି କଣ ନା, ଆକର୍ଡିଂ ଟୁ କାଇନେଟିକ୍ ଥିଓରି ଅଫ ଗ୍ୟାସେସ୍ ରେସିଓ ଅଫ ରୁଟ୍ ମିନ୍ ସ୍କୋୟାର ଭେଲୋସିଟି ଅଫ ମଲିକୁଲାର ଅକ୍ସିଜେନ, ନାଇଁ କି, ସେଇଟା ତ ପକେଇ ଦେଇଛି ଆଉ। ତାହେଲେ ଏଇଟା ଫର୍ମୁଲା କଣ, ରୁଟ୍ ମିନ୍ ସ୍କୋୟାର ଯୋଉଟା ଥାଏ, ତା ପାଇଁ ହେଇଯାଉଛି କଣ ନା 3RT / m ର √ଓଭର। ତାହେଲେ ଏଠି ଦେଇଛି ଅକ୍ସିଜେନ, ଏଠି ଦେଇଛି କଣ ହାଇଡ୍ରୋଜେନ, ନାଇଁ କି, ତାହେଲେ ମାସ ଉପରେ ଇଏ କରୁଛି, ଏଇଟା ତ କନଷ୍ଟାଣ୍ଟ ଗୁଡାକ, ତେଣୁ ଏଇଟା ତ ଟେମ୍ପରେଚର ଦିଟାକରେ ସମାନ ଯିବ ଭାରି, ଆଉ ଏଇଟା ତ କନଷ୍ଟାଣ୍ଟ ଗୁଡାକ,
କନଷ୍ଟାଣ୍ଟ ଏଇଟା ହେଲେ ଖାଲି ମାସ୍ ଉପରେ ଡିପେଣ୍ଡ କରୁଛି ନାଇଁ କି? ତାହେଲେ ଏଇଟା ଅକ୍ସିଜେନ, ଅକ୍ସିଜେନଟାକୁ ଆମେ ଯଦି ମାସ୍ m1 ନେଇଯିବା, ତାହେଲେ ହାଇଡ୍ରୋଜେନଟାକୁ ଯଦି ନେଇଯିବା m2, ତାହେଲେ ଇନଭର୍ସଲି ଅଛି, ତାହେଲେ କଣ ହେଇଯିବ m2 ବାଇ m1 ର ରୁଟ୍ ଓଭର କି ନାଇଁ? ତାହେଲେ ହାଇଡ୍ରୋଜେନ ର କଣ ହେଇଛି ମାସ୍ କେତେ, ତାହେଲେ 1 ହେଇଯିବ। ତାହେଲେ ଅକ୍ସିଜେନ ର କେତେ, ଅକ୍ସିଜେନ ର ମୋଲିକୁଲାର ମାସ୍ 16, ତାର ରୁଟ୍ ଓଭର ହେଲେ 1/4 ହେଇଯିବ। 1/4 ହେଲେ 1:4 ହେଇଯିବ ଆଉ। ସେଇଟା ସି ହେଇଯିବ ଆନ୍ସର ଟା ଆଉ। ଡାଇରେକ୍ଟ ଫର୍ମୁଲାଟା କ୍ୱେଶ୍ଚନ ଟା। ତାପରେ ଦେଇଛି ଏଇଟା ସ୍ପେସିସ୍ ଆକ୍ଟିଂ ବୋଥ୍ ପ୍ରୋସ୍ଟାଟ, ଏଇଟା ତ ଇଜିଟା ଆଉ, ଯିଏ କଣ କରିବ, ଆମେ ପ୍ରୋସ୍ଟାଟ ଯୋଉ ଏସିଡ ଆଉ ବେସ୍ କାହାକୁ କହିବା, ଯିଏ କଣ କରିବ, ଗୋଟେ ପ୍ରୋଟନ ଆକ୍ସେପ୍ଟ କରିପାରିବ, ଆଉ ଯିଏ ଗୋଟେ ପ୍ରୋଟନ କଣ କରିବ, ଡୋନେଟ କରିପାରିବ। ଇଏ HS4 ମାଇନସ ଟା କଣ ହେଇଯିବ, ଦେଇଦେଲେ ଇଏ ଯଦି ପ୍ରୋଟନ ଆକ୍ସେପ୍ଟ କରିବ ତାହେଲେ କଣ ହେଇଯିବ, H2SO4 ହେଇଯିବ। ଯଦି ପ୍ରୋଟନ ଇଏ କରିବ, ଡୋନେଟ କରିବ, ତାହେଲେ କଣ SO4 2 ମାଇନସ ହେଇଯିବ। ଇଏ ତ ଟୋଟାଲ କରିବନି, ଏଇଟା ତ H ହିଁ ନାହିଁ ନା। ହଁ ଇଏ ବି H ଟା କରିପାରିବ, କିନ୍ତୁ ଏଇଟା ବେସ୍ ଟା, ଟୋଟାଲି ଏଇଟା ବି ବେସ୍ ଟା, ତେଣୁ ଏଇଟା ହିଁ ହେଇଯିବ ଆନ୍ସର। ତାପରେ ଦେଇଛି ଅନଅର୍ଗାନିକ କମ୍ପାଉଣ୍ଡ, ଦେଇଛି କଣ୍ଟେନ୍ 4% ଅଫ ସଲଫର, ଇଟ୍ସ ମିନିମମ ମୋଲିକୁଲାର ୱେଟ କେତେ, ତାହେଲେ 4% ଅଫ ସଲଫର ହେଲେ ଏଇଟା କେତେ ହେଇଯିବ, ଏଇଟା ହଉଛି ମିନିମମ କେତେ ୱେଟ ହେବା କଥା, ତାହେଲେ ଯଦି ସଲଫର ହଉଛି କେତେ 4 ଗ୍ରାମ, 4 ଗ୍ରାମ ଟା କେତେ, 100 ଗ୍ରାମରେ 4% ମାନେ କଣ, 4/100 ନା, 4 ଗ୍ରାମ ରହେ କେତେ 100, କିନ୍ତୁ ସଲଫର କେତେ ମୋଲିକୁଲାର ୱେଟ କେତେ 32, ତାହେଲେ 32 ଗ୍ରାମରେ କେତେ ରହିବ, 100 / 4 ଇଣ୍ଟୁ କେତେ ହେଇଯିବ 32, ତାହେଲେ କେତେ 4×32 800 ଗ୍ରାମ ହେଇଯିବ। ତାହେଲେ ମିନିମମ କେତେ ହେଇଯିବ 800 ଗ୍ରାମ, ବୁଝିହେଲା? ଏଇଟା ଇଜି କ୍ୱେଶ୍ଚନ ଟା। ହ୍ୟାଲୋ। ହଁ ସାର୍, ହଁ। ହୁଁ। ତାପରେ ଦେଖିବା ନେକ୍ସଟ ହଉଛି, ଏଇଟା ଟିକେ ପକେଇ ଦେଇଛି ରିଡକ୍ସ ରିଆକ୍ସନ ର ଯୋଉ ଏ ନମ୍ବର ଗୁଡାକ, ଅକ୍ସିଡେସନ ନମ୍ବର ଗୁଡାକ, ଏଇଟା ଆକ୍ଚୁଆଲି ଯଦି ରିଆକ୍ସନ ରେ ପକେଇଥାନ୍ତା ତାହେଲେ ଇଜି ପିଲାଙ୍କୁ କରିବାକୁ ହେଇଥାନ୍ତା, କିନ୍ତୁ ଏଇଟା ସିଏ ଭାଙ୍ଗି ଦେଇଛି। ଏଇଟା ଯେତେବେଳେ ଆମେ ଭାଙ୍ଗିବା ତାହେଲେ ଏଇଟା କଣ ହେଇଯିବ, 2K ପ୍ଲସ୍ ପ୍ଲସ୍ ହେଇଯିବ କଣ, Cr2O7, ଏଇଟା ହେଇଯିବ 2 ମାଇନସ, ଏଇଟା ଦେଇଛି SN ଟା, ଏଇଟା ଏଇଟା ଏମିତି ଆକ୍ଚୁଆଲି ଦେଇଥାନ୍ତା କୋଶ୍ଚିନ୍ ଟା, Cr2O7 2 ମାଇନସ ପ୍ଲସ୍ SN2 ପ୍ଲସ୍, ତାହେଲେ ଏଇଟା ଦେଇଥାନ୍ତା କଣ ନା Cr3 ପ୍ଲସ୍, ଏଇଟା ହେଇଥାନ୍ତା SN4 ପ୍ଲସ୍, କନଭର୍ଟ ହବ ଯେତେବେଳେ। ଏଇଟା ଏଇଥିରୁ ଆଇଛି, କୋଉଥିରୁ କହିଲେ, ରିଡକ୍ସ ରିଆକ୍ସନ ଯୋଉ ଅକ୍ସିଡେସନ ନମ୍ବର ମେଥଡ ନାହିଁ, ଆୟନ ଇଲେକ୍ଟ୍ରନ ମେଥଡ, ଆୟନ ଇଲେକ୍ଟ୍ରନ ମେଥଡ, ଏଇ କୋଶ୍ଚିନ୍ ଟା ସେଇଥିରୁ, ଆମେ ଯୋଉ ବାଲାନ୍ସିଂ କରିବା, ତାହେଲେ ଏଇଟା ବାଲାନ୍ସ କଲେ କଣ ହବ, ତାହେଲେ ଏଥିରେ ଅକ୍ସିଡେସନ ହଉଛି କିଏ, ରିଡକ୍ସନ କିଏ ହଉଛି, ଏଇଟା ହଉଛି ଅକ୍ସିଡେସନ ହଉଛି ନା, ଚାର୍ଜ ବଢୁଛି, ତାହେଲେ ଏଇଟା ହେଇଯିବ ଗୋଟେ ଅକ୍ସିଡେସନ ଗୋଟେ ପଟେ ଲେଖିଦବା, ଗୋଟେ ପଟେ କଣ ହେଇଯିବ ରିଡକ୍ସନ ହେଇଯାଉଛି, ତାହେଲେ ଏଇଟା କଣ ହେଇଯାଉଛି SN2 ପ୍ଲସ୍ ଟାକୁ ହଉଛି କରୁଥିଲୁ SN4 ପ୍ଲସ୍ କୁ, ଆରଟା ଆରଟା ହେଇଯାଉଛି କେତେ, ଏଇଟା Cr2O7 2 ମାଇନସ ର ହଉଛି Cr3 ପ୍ଲସ୍ ର, ଦିଟା ଅଛି କଣ କ୍ରୋମିୟମ, ତାକୁ ଆମେ କଣ ଏଇଟା ବାଲାନ୍ସ କରି ଜାଣିଛନ୍ତି, ଆଗ କଣ କରିବ, ମେଟାଲ ଗୁଡାକୁ ଆଗ ବାଲାନ୍ସ କରିଦେବ, ତାପରେ ଲାଷ୍ଟ କଣ କରିବ, ଅକ୍ସିଜେନ ହାଇଡ୍ରୋଜେନ କୁ ବାଲାନ୍ସ କରିବ, ଯେତେଟା ଅକ୍ସିଜେନ ଥିବ ସେତେଟା କଣ କରିବ, ଆଡ କରିବ H2 ଆଡ କରିବ, ଯେତେଟା ହାଇଡ୍ରୋଜେନ ଦରକାର ହବ ସେତେଟା କଣ କରିବ, H ପ୍ଲସ ଆଡ କରିବ, ଏଇଟା ଜାଣିଛଟି, ତ ସେଇ ଅନୁସାରେ ହବ। ଏଇଟାକୁ ଆମେ ଯଦି ଲେଫ୍ଟ ଅକ୍ସିଡେସନ ଟାକୁ ଆମେ ଯଦି ବାଲାନ୍ସ କରିବା, ଏଠି ତ କିଛି ନାହିଁ ନା, ଏଠି ଗୋଟେ ଟିନ୍ କୁ ଗୋଟେ ଟିନ୍ ଅଛି, ଖାଲି ଚାର୍ଜ ଟା ବାଲାନ୍ସ କରିବା, ଏଠି 2 ଅଛି, ତାହେଲେ ଏଇଟା ଆମେ କଣ କରିବା, ଦିଟା ଇଲେକ୍ଟ୍ରନ ଯଦି ଆଡ କରିଦବା, ଏବେ ବାଲାନ୍ସ ହେଇଗଲା ଏଟା ଟୋଟାଲ ଟା। ଏଇଟା ଯଦି ବାଲାନ୍ସ କରିବା, ତାହେଲେ ଏଇଟାକୁ ଆମର ଦିଟା କ୍ରୋମିୟମ ହେଇଗଲା, ତାହେଲେ ଅକ୍ସିଜେନ କେତେଟା ଅଛି 7ଟା, ତମେ କଣ କରିବା, H2O କେତେଟା ଆଡ କରିବା, 7ଟା H2O ଆଡ କରିବା, ହାଇଡ୍ରୋଜେନ ଏବେ କେତେଟା ହେଇଗଲା 14ଟା, ହେଲା କି ନାଇଁ, ତାହେଲେ ଏଇପଟେ କେତେଟା ହାଇଡ୍ରୋଜେନ ଆଡ କରିବା, ଏପଟେ କେତେଟା H ପ୍ଲସ 14ଟା H ପ୍ଲସ ଆଡ କରିବା, ଏବେ କଣ ହେଇଗଲା, କ୍ରୋମିୟମ ବାଲାନ୍ସ ହେଇଗଲା, ଅକ୍ସିଜେନ ବାଲାନ୍ସ ହେଇଗଲା, ହାଇଡ୍ରୋଜେନ ବି ବାଲାନ୍ସ ହେଇଗଲା। ଏବେ ଚାର୍ଜ ବାଲାନ୍ସ କରିବା, ଚାର୍ଜ ବାଲାନ୍ସ କରିବା ଯଦି, ତାହେଲେ କଣ ଏଥିରେ କେତେଟା ଅଛି ନା, ଇଏ 2 ମାଇନସ ଇଏ ଅଛି 14, ତାହେଲେ କେତେ ଅଛି 12 ପ୍ଲସ ରେ ଅଛି, ଏପଟେ କେତେ ଅଛି 2 3 6 ପ୍ଲସ ରେ ଅଛି, ତାହେଲେ ଏପଟେ ମୁଁ ଯଦି 6ଟା ଇଲେକ୍ଟ୍ରନ ଆଡ କରିଦେବି, ତାହେଲେ ଏବେ ହେଇଯିବ, ଇଏ ବାଲାନ୍ସ ହେଇଗଲା ଟୋଟାଲ ଟା କି ନାଇଁ। ବାଲାନ୍ସ କଲା ପରେ କଣ କରା ହୁଏ ନା, ଯୋଉ ଇଏ ଗୁଡାକ କଣ କହିଲ, ଇଲେକ୍ଟ୍ରନ ଗୁଡାକ ଯୋଉ ବାଲାନ୍ସ କରିକି ମଲ୍ଟିପ୍ଲାଏ କରିକି ଆଡ କରାଯାଏ, ଏଠି ଯେହେତୁ ଦିଟା ଇଲେକ୍ଟ୍ରନ ଅଛି, ଏଠି କେତେଟା 6ଟା, ତାହେଲେ ଏଠି କେତେ ମଲ୍ଟିପ୍ଲାଏ ହେଇଯିବ 3 ମଲ୍ଟିପ୍ଲାଏ ହେଇଯିବ, ହେଲା କି ନାଇଁ, 3 ମଲ୍ଟିପ୍ଲାଏ ହେଇଯିବ। ତାହେଲେ ଦେଇଛି କ୍ୱେଶ୍ଚନ ରେ, ଯଦି ନମ୍ବର ଅଫ ମୋଲ୍ସ ଅଫ K2Cr2 reduced by 1 mole of SnCl2 ନା, ତାହେଲେ K2Cr2, ତାହେଲେ ସେ କଣ କହୁଛି, ଯଦି ଯେତେବେଳେ K2Cr2
O7 ଟା ଯେତେବେଳେ କଣ କରୁଛି 1 ମୋଲ ଯେତେବେଳେ କରୁଛି ତାହେଲେ କେତେ ଇଏ ହଉଛି 3 ମୋଲ ଏସେନ୍ସିଆଲ ଟୁ। ଆରେ ଏଇଟା ମଲ୍ଟିପ୍ଲାଏ ହେଲେ ସବୁଥିରେ ମଲ୍ଟିପ୍ଲାଏ ହେଇଯିବ, ଏଠି ବି 3 ଏସେନ୍ସିଆଲ ଟୁ, ଏଠି ବି 3 ହେଇଯିବ, ଏଠି 3 ଦୁଗୁଣେ 6 ଚାର୍ଜ ହେଇଯିବ କି ନାଇଁ 3 SN2 ପ୍ଲସ କୁ ହେଇଯାଉଛି। ତାହେଲେ 1 ମୋଲ ଟୁ CR2 ଦଉଛି କଣ ଏତିକି, ତାହେଲେ 3 ମୋଲ ଏସେନ୍ସିଆଲ ଟୁ। ତାହେଲେ 1 ମୋଲ ଏସେନ୍ସିଆଲ ଟୁ କେତେ ଦବ, ୟାର 1 ମୋଲ ହେଇଗଲେ ଏଟା ରିଡ୍ୟୁସ ହେଇଯିବ, କେତେ ହେଇଯିବ 1/3 ହେଇଯିବ, 1/3 K2CR2 ହେଇଯିବ। ତେଣୁ ଏଇଟା ହେଇଯିବ ଆନ୍ସର ହେଇଯିବ, ହେଲା କି ନାଇଁ, ବୁଝିଲା ଏଟା। ଆଜ୍ଞା। ଏଇଟା ଟିକେ ପକେଇଛି ଟିକେ ଡେପ୍ଥ କ୍ୱେଶ୍ଚିନ୍ ଟା। ଏଇଟା କଣ କି ଯଦି ସେ ଚାର୍ଜ ଟାକୁ ବାଲାନ୍ସ କରିକି ଦେଇଥାନ୍ତା ପିଲାଙ୍କୁ ଏତେ ଟିକେ ଇଜି ହବ ଇଏ ହେଇଥାନ୍ତା। ଏଇଟା କଣ ଦେଇଛି ସେ ଟିକେ ଇଏ କରିକି ଦେଇଦେଇଛି, ନିଜକୁ ଟିକେ କରିବାକୁ ପଡିବ। 82 ଗଲା, 81 ଗଲା ନା କେତେ ଗଲା ଏଟା 82, 82 ନା କଣ 80, ଓହୋ ଏଇଟା ଗୋଟେ ଅଛି ବା, ଏଇଟା 83 ଟା ଏଇଟା ନା କି କିଛି ରାଇମର ଟାଇମର ରିଆକ୍ସନ ଟା ନା କି, ରାଇମର ଟାଇମର ରିଆକ୍ସନ ଇନଭଲ୍ଭସ୍ ଇଣ୍ଟରମିଡିଏଟ। ରାଇମର ରିଆକ୍ସନ କୋଉଠି କିଏ କରେ ନା କାର୍ବିନ କରେ। ଏଇଟା ଡାଇରେକ୍ଟ କ୍ୱେଶ୍ଚିନ୍ ଟା ଆକ୍ଚୁଆଲି ଆମର ଏଇଟା ଆଉଟ ଅଫ ସିଲାବସ କହିଲେ ଚଳିବ ନ କହିଲେ ବି ଚଳିବ। ଆମର ଆକ୍ଚୁଆଲି ରାଇମର ଟାଇମର ରିଆକ୍ସନ ଯୋଉ ନାହିଁ ନା ସିଲାବସ ରେ, ଏ ଯୋଉ ମ୍ୟୁଟ କରିଦିଅନ୍ତୁ, ରାଇମର ଟାଇମର ରିଆକ୍ସନ କଣ ଅଛି ସିଲାବସ ରେ ନାହିଁ ନା, କିନ୍ତୁ କାର୍ବିନ ଟା ଅଛି ହେଲା କି ନାଇଁ ସିଲାବସ ରେ, କାର୍ବିନ ଟା ସିଲାବସ ରେ ଅଛି ନା। କାର୍ବୋକାଟାୟନ କାର୍ବୋଆନାୟନ ଫ୍ରି ରେଡିକାଲ କାର୍ବିନ ଏଗୁଡା ଅଛି, ତେଣୁ କାର୍ବିନ ରାଇମର ଟାଇମର ରିଆକ୍ସନ କରେ ହେଲା କି ନାଇଁ। ତେଣୁ ସେମିତି ଦେଖିବାକୁ ଗଲେ ସିଲାବସ ଆଉଟ ଅଫ ସିଲାବସ ହବନି। ଆଉ ଯଦି ରାଇମର ଟାଇମର ରିଆକ୍ସନ ର ଆମର ମେକାନିଜିମ ଆମେ ପଢୁନାହାନ୍ତି, ତେଣୁ ତେଣୁ ସେମିତି ଦେଖିବାକୁ ଗଲେ କଣ ହବ ଆଉଟ ଅଫ ସିଲାବସ ହବ 50-50 ଆଉ। ତେଣୁ ଏଗୁଡାକ ଚଳିବ, ଏଇଟା କିଛି ସେମିତି କ୍ୱେଶ୍ଚିନ୍ ନାହିଁ। ତାପରେ ଦେଇଛି କଣ କହିଲ, ଏମଙ୍ଗ ଦ ଫଲୋଇଂ କମ୍ପାଉଣ୍ଡ ମୋଷ୍ଟ ଏସିଡିକ, ତାହେଲେ ଏଇଟା କଣ ହେଇଯିବ, ଏଇଟା ହେଇଯାଉଛି ପାରା ନାଇଟ୍ରୋଫିନଲ। ତାହେଲେ ଇଏ ହେଇଯାଉଛି, ଏଇଟା ହେଲା ଅକ୍ସିଜେନ, ଏଇଟା ହେଲା ଏଇଟା ଅଛି ନାଇଟ୍ରୋଜେନ। ତାପରେ ପାରା ହାଇଡ୍ରୋକ୍ସି ବେଞ୍ଜୋଇକ ଏସିଡ, ବେଞ୍ଜୋଇକ ଏସିଡ ହେଇଗଲା, ଏଇଟା ହେଇଗଲା, ତାପରେ ହାଇଡ୍ରୋକ୍ସି ଏଠି ଲାଗିଲା OH ଟା, ତାପରେ ଅର୍ଥୋ ହାଇଡ୍ରୋକ୍ସି ବେଞ୍ଜୋଇକ ଏସିଡ ଏଠି ଲାଗିଲା COH, ଏଠି ଦେଲା ଅର୍ଥୋ ହାଇଡ୍ରୋକ୍ସି OH ଟା, ତାପରେ ଟଲୁଇକ ଏସିଡ ବେଲେ ଏଇଟା ଆସିବ, ଏଇଟା ହେଇଯିବ COH, ଏଇଟା ହେଇଯିବ ଟଲୁଇନ କୋଉଟା CH3। ତାହେଲେ ଆମେ ଜାଣିଛନ୍ତି କଣ ନା ଏସିଡିକ ନେଚର ଉପରେ ସବୁଠାରୁ ଫିନୋଲ ଠାରୁ କିଏ ଯୋଉ ବେଞ୍ଜୋଇକ ଏସିଡ ମୋଷ୍ଟ ଏସିଡିକ ହେଲା କି ନାଇଁ, ଏଇଟା ଜାଣିଛନ୍ତି ତ ଏସିଡିକ ଅର୍ଡର ଟା। ଫାଷ୍ଟ ହଉଛି କଣ, ଏଇଟା ଏସିଡିକ ଅର୍ଡର ଟା ଗୋଟେ ମନେ ରଖିଦେବେ ସମସ୍ତେ, ଏଇଟା ନିହାତି ଦରକାର, ଏଇ ପରେ ପ୍ରାୟ ସବୁ ଏକ୍ସାମ ରେ କ୍ୱେଶ୍ଚିନ୍ ଆଉଛି, ଏଇଟା ନିଟ୍ ଜେଇରେ ବି ସବୁବେଳେ। ଇଏ କଣ କହିଲ ବେଞ୍ଜିନ ସଲଫୋନିକ ଏସିଡ, ତାପରେ ଆସିବ କଣ ଆସିବ ଫର୍ମିକ ଏସିଡ ହେଲା, ତାପରେ ଆସିବ ବେଞ୍ଜୋଇକ ଏସିଡ, ଏଇ ଅର୍ଡର ଟା ପୁରା ମନେ ରଖିଦେବେ ଟିକେ। ତାପରେ ଆସିବ କଣ କାର୍ବୋକ୍ସିଲିକ ଏସିଡ ହେଲା, ତାପରେ ଆସିବ ଫିନଲ ହେଲା କି ନାଇଁ, ଫିନଲ, ତାପରେ ଆସିବ ୱାଟର, ତାପରେ ଆସିବ ଏଇଟା ହଉଛି ଆଲକୋହଲ ହେଲା। ତେଣୁ ଏଇ ଅର୍ଡର ଟା ଟିକେ ସମସ୍ତେ ମନେ ରଖିବେ। ତେଣୁ ଆମେ ଏଠି ଜାଣୁଛନ୍ତି ଯେ ବେଞ୍ଜୋଇକ ଏସିଡ ଫିନୋଲ ଠାରୁ ମୋର ଏସିଡିକ, ତେଣୁ ଏଠି ନାଇଟ୍ରୋ ଗ୍ରୁପ ଲାଗିଲେ ବି କିଛି ଫରକ ପଡିବନି, ତେଣୁ ଏଇଟା ତ କ୍ୟାନସେଲ ହେଇଗଲା ହେଲା କି ନାଇଁ। ତାପରେ କି ରହିଲା ନା ଏଇଟା ହଉଛି ପ୍ଲସ ଆଇ ଗ୍ରୁପ ଟା କି ନାଇଁ, ଏଇଟା ହଉଛି ପ୍ଲସ ଆଇ ଗ୍ରୁପ ଟା, ଏଇଟା ହଉଛି ପ୍ଲସ OH ହଉଛି ପ୍ଲସ ଏମ ଗ୍ରୁପ ଟା, ଇଏ ହଉଛି କଣ ପ୍ଲସ ଏମ ଗ୍ରୁପ ପ୍ଲସ ପ୍ଲସ ଆଇ ଗ୍ରୁପ ଟା। OH ନା OH ଟା ମାଇନସ ଆଇ ଗ୍ରୁପ ଟା ନା, ମାଇନସ ଆଇ ଗ୍ରୁପ ଟା। ତାହେଲେ ଏଟା ହେଇଗଲା ଆମର, ତାହେଲେ ଇଏ ତ ପ୍ଲସ ଏମ ଗ୍ରୁପ, ତାହେଲେ ଇଏ ତ ଏସିଡିକ ଏଠି ଲାଗିଛି କଣ ବେଞ୍ଜୋଇକ ଏସିଡ, ତାହେଲେ ଇଏ ହବ ହି ନାହିଁ, ଏ କଟିଗଲା। ତାପରେ ରହିଲା ଇଏ ଦିଟା କୋଉଟା ଅର୍ଥୋ ହାଇଡ୍ରୋକ୍ସି ଯୋଉଟା, ଆଉ ଗୋଟେ ରହିଲା ପାରା ହାଇଡ୍ରୋକ୍ସି ବେଞ୍ଜୋଇକ ଇଏଟା ବେଞ୍ଜୋଇକ ଏସିଡ। ତାହେଲେ ଇଏ ହଉଛି ପ୍ଲସ ଏମ, ଇଏ ବି ପ୍ଲସ ଏମ, କିନ୍ତୁ ଦିଟାକ ତ ସେମ ହେଇଗଲା ହେଲା କି ନାଇଁ, ପ୍ଲସ ଏମ ଇଏ ବି ପ୍ଲସ ଏମ ରେ ଦବ। ତାପରେ ଇଏ ଦଉଛି କଣ କହିଲ ଯୋଉ ମାଇନସ ଆଇ ହେଲା, ଇଏ ଅଛି କଣ ଇଏ ବି ମାଇନସ ଆଇ, ପ୍ଲସ ଏମ ତ ସବୁଠି ସମାନ ରହିଗଲା ନା, ଏ ବି ହାଇଡ୍ରୋକ୍ସି ହାଇଡ୍ରୋକ୍ସି, କିନ୍ତୁ ପ୍ଲସ ଏମ ଟା ଡିଷ୍ଟାନ୍ସ ଉପରେ ଡିପେଣ୍ଡ କରେନି ହେଲା କି ନାଇଁ। ଯୋଉ ଆମର ମେଜୋମେରିକ ଇଫେକ୍ଟ ଟା ଡିଷ୍ଟାନ୍ସ ଉପରେ ଡିପେଣ୍ଡ କରେନି, କିନ୍ତୁ ମାଇନସ ଆଇ ଇଫେକ୍ଟ ଟା ଡିଷ୍ଟାନ୍ସ ଉପରେ ଡିପେଣ୍ଡ କରେ ହେଲା କି ନାଇଁ। ତେଣୁ ଅର୍ଥୋ ହାଇଡ୍ରୋକ୍ସି ଟା ଡିଷ୍ଟାନ୍ସ ଉପରେ ଡିପେଣ୍ଡ କରେ ହେଲା କି ନାଇଁ। ତାପରେ ଏଇଠି OH ଗ୍ରୁପ ଅଛି ନା, OH ଏଠି ଆଉ ଅଛି, ତେଣୁ ଏଇଟା ହେଇଯିବ ହାଇଏଷ୍ଟ ହେଇଯିବ ଆଉ, ତାହେଲେ ଅର୍ଥୋ ହାଇଡ୍ରୋକ୍ସି ଟା ହେଇଯିବ ଆଉ, ମୋର ଏସିଡିକ ହେଇଯିବ ଆଉ, ମାଇନସ ଆଇ ଇଫେକ୍ଟ ଅଧିକା ଏଇଠି ହେଇଯିବ ଆଉ। କୋଉଠି ହେଇଯିବ ଅର୍ଥୋ ହାଇଡ୍ରୋକ୍ସି ରେ ମାଇନସ ଆଇ ଇଫେକ୍ଟ ଟା ଅଧିକା ହବ ପାରା ହାଇଡ୍ରୋକ୍ସି ଅପେକ୍ଷା।
ଏଠି ଟିକେ ଟିକେ କନସେପ୍ଟ ୟୁଜ ହେଇଛି ଆଉ। ତାପରେ ଦେଇଛି in a reaction এটা ଦେଇଛି sodium Na2S2O3 converted to Na2S4O6 the equivalent weight ହବ। ଏଇ equivalent weight ରେ କେତେଟା କ୍ୱେଶ୍ଚନ ପଚାରିଛି। ତାହେଲେ ଏଇଟା ବାହାର କରିଦବା। ତାର କଣ କେମିତି ବାହାର କରିବା ଏଟାକୁ? ଆମେ ଜାଣିପାରିବା equivalent weight ଟା କଣ ନା molecular weight divided by କଣ ଫ୍ୟାକ୍ଟର ଭାଲେନ୍ସି ଫ୍ୟାକ୍ଟର ହେଲେ ଏଠି ତ ଆମକୁ ତ ବାହାର କରିବାକୁ ପଡିବ କଣ ଚାର୍ଜ ଟା ବାହାର କଲେ ହିଁ କରିପାରିବା। ତାହେଲେ Na2S2O3 ତାହେଲେ ଏଟା କେତେ ହେଇଯିବ 2 ପ୍ଲସ୍ 2x ଏଟା ହେଇଗଲା କେତେ -6 ଇକ୍ୱାଲ ଟୁ 0। ତାହେଲେ ହେଇଗଲା କେତେ 2x ଇଜ ଇକ୍ୱାଲ ଟୁ 4 ତାହେଲେ x ଇକ୍ୱାଲ ଟୁ 2 ହେଇଯାଉଛି। ଆଉ ଏଟାରେ ହେଇଗଲା କେତେ Na2S4 ଏଟା ଅଛି O6 ତାହେଲେ ଇଏ କେତେ ହେଇଯିବ 2 ପ୍ଲସ୍ 4x ମାଇନସ୍ 12 ଇକ୍ୱାଲ ଟୁ 0। ତାହେଲେ 4x ଇକ୍ୱାଲ ଟୁ ତ 10 ହେଇଗଲା ତାହେଲେ x ଇକ୍ୱାଲ ଟୁ ଟା କେତେ ହେଇଯିବ 2.5 ନା। ତାହେଲେ କେତେ ଚେଞ୍ଜ ହଉଛି 0.5 ଆଉ ଫ୍ରାକ୍ସନାଲ କେବେ ଚେଞ୍ଜ ହୁଏନି। ତାହେଲେ ଆମେ କଣ କରିବା ଇଣ୍ଟୁ 2 ମଲ୍ଟିପ୍ଲାଏ କରିଦେବା ତାହେଲେ କେତେ ହଉଛି 1 ହଉଛି। ତାହେଲେ 1 ହେଇଗଲେ କେତେ ହେଇଯିବ ତାର ଇକ୍ୱାଲେଣ୍ଟ ୱେଟ୍ ଟା। ତାହେଲେ ମୋଲିକୁଲାର ୱେଟ୍ ବାଇ କେତେ ହେଇଯିବ 1 ହେଇଯିବ। ତାହେଲେ ମୋଲିକୁଲାର ୱେଟ୍ ବାଇ 1 ମାନେ 1 ଏଇଟା ହେଇଯିବ ଆନ୍ସର ଆଉ। ତାପରେ ଦେଇଛି in volumetric analysis the point at which the indicator change the color ଏଇଟା ସେ volumetric analysis ର end point ବୋଲି କୁହାଯାଏ। ପ୍ଲସ ଟୁ ବେଳେ ପଢିଥିବେ ଲାବୋରେଟୋରୀ ଟାଇଟ୍ରେସନ କରିଛନ୍ତି ନା ନାହିଁ ମୋର୍ ସଲ୍ଟ ଏଗୁଡା କରିନଥିବେ। କଲର ଯେତେବେଳେ ଚେଞ୍ଜ ହୁଏ ପ୍ଲସ ଟୁ ବେଳେ ପ୍ରାକ୍ଟିକାଲ କେମିଷ୍ଟ୍ରି ଟାଇଟ୍ରେସନ ବୋଲି ସେଟାକୁ ଏଣ୍ଡ ପଏଣ୍ଟ କୁହାଯାଏ। ତାପରେ ଦେଇଛି ବେଞ୍ଜିନ୍ କ୍ୟାନ୍ ନଟ୍ be iodinated with I2 directly however in presence of oxidants ତାହେଲେ such as ethanol ହଁ ବେଞ୍ଜିନ୍ ଟା ଆମେ ଜାଣିଛନ୍ତି ସମସ୍ତେ କଣ ନା ଫ୍ଲୋରିନ୍ ସବୁଠାରୁ ଅଧିକା କଣ ରିଆକ୍ଟିଭ ତାପରେ ଆସିବ କି କ୍ଲୋରିନ୍ ସାର୍ ତାପରେ ସେ ଆସିବ ଯୋଉଟା ଭଲ୍ୟୁମେଟ୍ରିକ ଆନାଲିସିସ୍ ଯୋଉଟା ହଁ ପଚାରିନି ହଁ ହଁ ଏଣ୍ଡ ପଏଣ୍ଟ ଟା ରିଆକ୍ସନ ଟା କମ୍ପ୍ଲିଟ ହୁଏ ସେଇଠି ନା। ହଁ ହଁ ତ ଯଦି ଇଣ୍ଡିକେଟର ଟାରେ ତ ଚେଞ୍ଜ ହୁଏ କଲର। ଇଣ୍ଡିକେଟର ନାଇଁ ସିଏ କହୁଛି ଆମେ ଯେତେବେଳେ ଭଲ୍ୟୁମ ଯେତେବେଳେ ଟାଇଟ୍ରେସନ କରନ୍ତି ହେଲା ମନେକର ପିଙ୍କ କଲର ଅଛି ଆମେ ଯେତେବେଳେ ଗୋଟେ ଯୋଉ ଇଣ୍ଡିକେଟର ୟୁଜ କଲେ କି ନାଇଁ ହେଲା ଧର ଆମେ ଫସଫରସ ରେ ଟାଇଟ୍ରେସନ କରୁଛନ୍ତି ହେଲା ତାହେଲେ କଲର କଣ ହେଇଗଲା ନା ମନେକର ପିଙ୍କ କଲର ଯେତେବେଳେ ଆମେ ଫିନାଇଲ୍ ଇଣ୍ଡିକେଟର ଦେଇଦେଲେ ତାହେଲେ କଣ ହେଇଯିବ ପିଙ୍କ କଲର ହେଇଗଲା। ମୁଁ ଯେତେବେଳେ HCl ରେ ତାକୁ ଟାଇଟ୍ରେସନ କରିବି ଟାଇଟ୍ରେସନ କଲା ପରେ ଯୋଉ କଲର ଟା ଚେଞ୍ଜ ହେବ କଲରଲେସ୍ ହେବ ସେଟାକୁ ଆମେ କଣ କହିବା ଏଣ୍ଡ ପଏଣ୍ଟ ବୋଲି କୁହାଯାଏ ସେଟାକୁ। ମାନେ କଲର ଟା ଯୋଉଠି ଚେଞ୍ଜ ହେଲା ସେଇଟା ଶେଷ ହେଲା ରିଆକ୍ସନ ଟା ହେଲା ସେଟା ଏଣ୍ଡ ପଏଣ୍ଟ ବୋଲି କୁହାଯାଏ। ଆଜ୍ଞା ସାର୍ ଠିକ। ହୁଁ ସେଇଟା କୋଉ ଚାପ୍ଟର ରୁ ଆସିବ? ଏଇଟା ରିଡକ୍ସ ରିଆକ୍ସନ ରେ ହେଲା ଯୋଉ ଅଛି ଭଲ୍ୟୁମେଟ୍ରିକ ଆନାଲିସିସ୍ ସେଇଥିରେ ଅଛି ଏଟା ରିଡକ୍ସ ରିଆକ୍ସନ ଭଲ୍ୟୁମେଟ୍ରିକ ଆନାଲିସିସ୍। ଏଗୁଡା କୋଉଠି ମିଳିବ ଏଇ ଜିନିଷ ଗୁଡା? ଏଇଟା ଆଜି ପଢେଇଥିବ ମୋ ପାଖରେ ତ ଆକ୍ଚୁଆଲି ସବୁ ନୋଟ ଥିଲା ସବୁ ଅଛି କିନ୍ତୁ ମୋ ପାଖରେ ଟାଇମ ନାହିଁ ବୋଲି ମୁଁ କ୍ଲାସ କରିପାରିଲିନି ନହେଲେ ମୁଁ ସବୁ ଦେଇଥାନ୍ତି। ଏଇଟା ସହଜ ଏ ମାନେ ଡାଇରେକ୍ଟ କୋଶ୍ଚିନ୍ ଟା ଏଟା କିଛି ନାହିଁ। ଏଟା ଡାଇରେକ୍ଟ ଥିଓରିର ଡାଇରେକ୍ଟ କୋଶ୍ଚିନ୍ ଟା ପା ଏଟା ପ୍ରାୟ କୋଶ୍ଚିନ୍ ତ ସବୁ ଏଇଟା ଡାଇରେକ୍ଟ ଆଇଛି। ମାନେ ହଁ ସାର୍ ମୋ ପୁରା ଫାର୍ଷ୍ଟ ସାର୍ ଇୟର ବୁକ୍ ରେ କାଇଁ ଥିଓରି ଗୁଡା ନାହିଁ ଆପଣ ଏଇ ଯୋଉ ଥିଓରି ବୁକ୍ ଗୁଡା କହୁଥିଲେ କିନ୍ତୁ ଟିକେ ସାର୍ ମିଳୁନି। ଆପଣ ସେଇ ଯୋଉ CHSE ବୁକ୍ ଗୁଡା ଫଲୋ କରିବେ ସେଥିରେ ଥିବ ଭଲ୍ୟୁମେଟ୍ରିକ ଆନାଲିସିସ୍ ଯୋଉ ବ୍ୟୁରୋ କହୁଥିଲେ ବ୍ୟୁରୋ କେପି ହେଲା କି ନାଇଁ ମଡର୍ନ ହଁ ଏବିସି ସାର୍ ବୁକ୍ ଟିକେ କେମିଷ୍ଟ୍ରି ଏଇ ଯୋଉ ସରି କେପି ବୁକ୍ ରେ ନଥିଲା। ନଥିଲା କି ତାହେଲେ ଏଇଟା ମୁଁ କେପିରେ ଚେକ୍ ନାହିଁ ତାହେଲେ ବ୍ୟୁରୋରେ କେପିରେ ଦେଖିବେ ରିଡକ୍ସ ଥିବ ରିଆକ୍ସନ ତାହେଲେ ସେଇଟା ଥିବ ଅଛି ସେଇଟା ଏଇଟା ଡାଇରେକ୍ଟ କୋଶ୍ଚିନ୍ ଟା ମୋ ପାଖରେ ନୋଟ ଅଛି ଆଜ୍ଞା ନହେଲେ ସାର୍ ମୁଁ ଠିକ ଅଛି। ପଠେଇଦେବି ଗ୍ରୁପ ରେ ତାର ଏଇ ଯୋଉ ଭଲ୍ୟୁମେଟ୍ରିକ ଆନାଲିସିସ୍ ର ଏଇଟା ସହଜ ସେଟା ଟିକେ କୋଶ୍ଚିନ୍। ପଠେଇଥିଲା। ହଁ ଏଇଟା ସହଜ ଟା ଆମର ଯୋଉ ଇଏ ଅଛି ସେଟା କିଛି ଡାଇରେକ୍ଟ କୋଶ୍ଚିନ୍ ଟା ପାଠ ଏଇଟା ଗୋଟେ ଇଜି କୋଶ୍ଚିନ୍ ବହୁତ କିନ୍ତୁ ଆମେ କେହି ପିଲା ଟିକେ ପଢନ୍ତିନି ତ ସେଥିପାଇଁ ଟିକେ ଜାଣିନାହାନ୍ତି ଆଉ ଟିକେ ଆଉ ତାପରେ ଆମେ ସମସ୍ତେ ଜାଣିଛନ୍ତି କଣ ଯେ ଆୟୋଡିନ ସବୁଠାରୁ କଣ ସ୍ଲୋ ରିଆକ୍ଟିଭ କି ନାଇଁ ଆୟୋଡିନ ସହଜରେ ରିଆକ୍ସନ କରେନି ତାକୁ କଣ ନା ଯେତେବେଳେ ଆମର କଣ ଆସିବ ଅକ୍ସିଡାଣ୍ଟ ଦେଲେ ତାପରେ ଯାଇକି ରିଆକ୍ଟ କରିବ ତାହେଲେ ଏଇଟା ଯଦି ରିଆକ୍ଟ କଲା ତାହେଲେ କଣ ଆୟୋଡିନେସନ ତାହେଲେ ଇଲେକ୍ଟ୍ରୋଫାଇଲ କୋଉଟା ହବ ତାହେଲେ ବେଞ୍ଜିନ ସହିତ ଯେତେବେଳେ ରିଆକ୍ସନ କରିବ ତାହେଲେ ଆୟୋଡିନ ତାହେଲେ ଇଲେକ୍ଟ୍ରୋଫାଇଲ ହେବାକୁ ହେଲେ କଣ ଗୋଟେ ହବ ତାହେଲେ I2 ଟା କଣ ଭାଙ୍ଗିଥିବ ଗୋଟେ ଏଇଟା ତ ହେଟ୍ରୋଲାଇଟିକ ହବ କି ନାଇଁ ଗୋଟେ I ପ୍ଲସ ହବ ଗୋଟେ I ମାଇନସ ହବ ଆଉ ନହେଲେ କେମିତି ଇଲେକ୍ଟ୍ରୋଫିଲ ହବ ଆମେ ଯଦି କରିବା ହୋମୋଲିସିସ୍ ହେଇଥାନ୍ତା ତାହେଲେ ଏଇଟା କଣ ହେଇଥାନ୍ତା ହୋମୋଲିସିସ୍ ହେଇଥିଲେ କଣ ହେଇଥାନ୍ତା ଫ୍ରି ରେଡିକାଲ ହେଇଥାନ୍ତା ହୋମୋଲିସିସ୍ ହେଲେ କଣ ହେଇଥାନ୍ତା ଏଠି ଗୋଟେ ଇଲେକ୍ଟ୍ରନ ଆସିଥାନ୍ତା ଏଠି ଗୋଟେ ଇଲେକ୍ଟ୍ରନ ଆସିଥାନ୍ତା ଫ୍ରି ରେଡିକାଲ ହେଇଥାନ୍ତା ସେ ତ କହିଛି ଇଲେକ୍ଟ୍ରୋଫାଇଲ ନା ଇଲେକ୍ଟ୍ରୋଫିଲିକ ମାନେ କଣ ହବ ହେଟ୍ରୋଲାଇଟିକ ହେଲା ହେଟ୍ରୋଲାଇଟିକ ହେଲେ ଏଥିରେ ଆମର କିଏ ଆସିଲା ଇଲେକ୍ଟ୍ରୋଫାଇଲ ଟା I ପ୍ଲସ ଟା ଇଲେକ୍ଟ୍ରୋଫାଇଲ ଟା ଆଉ କଣ I ପ୍ଲସ ଟା ହିଁ ତ ଆଟାକ କରିବ ଇଲେକ୍ଟ୍ରୋଫିଲ ଟା ଆଉ
ତାପରେ କୋଶ୍ଚିନ୍ ଟା ଏଇଟା ଦେଇଛି, ଏଇ କୋଶ୍ଚିନ୍ ଟା ଟିକେ ଡେପ୍ଥ ପଚାରିଛି ଆଉ ବହୁତ ଭିତରକୁ ଟିକେ ପଚାରିଛି। ଏଇଟା କହୁଛି ଦ ଡିକ୍ରିଜିଂ ଅର୍ଡର ଅଫ ଦ ରିଆକ୍ଟିଭିଟି, ମାନେ ଡେପ୍ଥ ମାନେ କଣ, ଏଇ କୋଶ୍ଚିନ୍ ଟା ମାନେ ଏଇ ଯୋଉ ଅପସନ ଗୁଡାକ ଦେଇଛି ପାଖାପାଖି ସେମ୍ ଜିନିଷ ଗୁଡାକ ଦେଇଛି, ମାନେ କମ୍ପେୟାର କରିବା ବହୁତ ଟିକେ ଡିଫିକଲ୍ଟ, ନହେଲେ ରିଆକ୍ଟିଭିଟି ଇଲେକ୍ଟ୍ରୋଫାଇଲ ଅର୍ଡର ଟା ଏତେ ଇଜି ବି, ସହଜ ବି, ଏତେ ବି ଡିଫିକଲ୍ଟ ନୁହେଁ। ସେ କହୁଛି ଡିକ୍ରିଜିଂ ଅର୍ଡର ଅଫ ଦ ରିଆକ୍ଟିଭିଟି ଫଲୋଇଂ ଦ କମ୍ପାଉଣ୍ଡ ଟୁୱାର୍ଡସ ଇଲେକ୍ଟ୍ରୋଫାଇଲ। ତାହେଲେ ଇଲେକ୍ଟ୍ରୋଫାଇଲ କିଏ କରିବ ନା ଯିଏ, ଯାହା ରିଙ୍ଗ ରେ ଯାହାର କଣ ଥିବ, ଇଲେକ୍ଟ୍ରୋ ଡେନ୍ସିଟି ଯାହାର ବଢିବ ତାହେଲେ ସେ ଇଲେକ୍ଟ୍ରୋଫିଲିକ କୁ ଆଟାକ କରିବ। ତାହେଲେ ଯିଏ କଣ ଥିବ, ଯିଏ ରିଆକ୍ଟିଭିଟି ହେଇଥିବ ତାହେଲେ ସିଏ କଣ ହେଇଥିବ, ଲେସ୍ ଷ୍ଟେବୁଲ ହେଇଥିବ। ଆମେ ଜାଣିଛନ୍ତି ରିଆକ୍ଟିଭିଟି ଯିଏ ଥାଏ ସେ କଣ ଥାଏ, ଷ୍ଟେବିଲିଟି ଟା କଣ ଥାଏ, ଇନଭର୍ସଲି ପ୍ରୋପୋର୍ସନାଲ ଟୁ ରିଆକ୍ଟିଭିଟି, ହେଲା ନା, ଇନଭର୍ସଲି ପ୍ରୋପୋର୍ସନାଲ ଟୁ ରିଆକ୍ଟିଭିଟି। ଯିଏ ଅଧିକା ଷ୍ଟାବିଲିଟି ଥିବ ସେ କଣ କମ ରିଆକ୍ଟିଭିଟି। ଆଉ ଏଠି ଦେଖ ଏଇ ତିନିଟାରୁ ଜଣା ପଡିଯାଉଛି ଏଇଟା ହଉଛି ସବୁଠାରୁ ମୋଷ୍ଟ ଷ୍ଟେବୁଲ ବୋଲି। କାହିଁକି ନା ଏଥିରେ କଣ ଅଛି, ପାଇବଣ୍ଡ ଅଧିକା ଅଛି, ତିନିଟା ଅଛି। ତାପରେ ଏଠି ଇଏ ଯୋଉ sp2 ହାଇବ୍ରିଡେସନ ହେଇଯାଉଛି ବେଞ୍ଜିନ ର ଯୋଉଟା ପାଏ ସିଗ୍ମା ପାଏ, ଯଦି ଆମେ ଯଦି ଯୋଉ ଜିଓସି ର ଦେଖିବା ତାହେଲେ ଏଟା କଣ ହେଇଯାଉଛି, ତାର ଯୋଉ ଇଏଟା କନଜୁଗେସନ ଟା ପାଏ ସିଗ୍ମା ପାଏ, ପାଏ ସିଗ୍ମା ପାଏ, ପାଏ ସିଗ୍ମା ପାଏ, ହେଲା କି ନାଇଁ। ଇଲେକ୍ଟ୍ରନ ଯେ ଗ୍ରୁପ କୁ ଦେଇପାରିବ, ତାହେଲେ ଇଏ ତ ଅଲରେଡି କଣ ଅଛି, ମୋଷ୍ଟ ଷ୍ଟେବୁଲ ଅଛି କନଜୁଗେସନ ଟା, ତାହେଲେ ଇଲେକ୍ଟ୍ରନ କଣ କରିବ, ଏତେ ଦେଇପାରିବନି, ଇଲେକ୍ଟ୍ରନ ଏଠି ଦେଇପାରିବନି ଏତେ, ତେଣୁ ଏଇଟା ମୋଷ୍ଟ ଷ୍ଟେବୁଲ ହେଇଯିବ, ହେଲା କି ନାଇଁ। ତାପରେ ଏଇ ଦିଟା ଅପସନ ଅଛି, ଏଇଥିରେ ଅଛି ଇଏ ବି, ଆ ପାଖରେ ବି ଲୋନ ପେୟାର ଅଛି, ଆ ପାଖରେ ବି ଲୋନ ପେୟାର ଥିଲା, ଆ ପାଖରେ ବି ଲୋନ ପେୟାର ଅଛି। ତାହେଲେ କିଏ ଇଲେକ୍ଟ୍ରନ ଅଧିକା ଆଙ୍କ ଦିକ ଭିତରୁ ଦେଇପାରିବ, ଇଏ ହଉଛି ନାଇଟ୍ରୋଜେନ, ଇଏ ହଉଛି କଣ ଅଛି ସଲଫର ଟା। ଆମେ ଜାଣିଛନ୍ତି ଯୋଉ ଯୋଉ କଣ ଇଲେକ୍ଟ୍ରୋ ନେଗେଟିଭିଟି ଅର୍ଡର ଟା କଣ ଅଛି, ଜାଣିଥିବ ଫୋନ କଲବର ଆଇଏସସିପିଏଚ କି ନାଇଁ, କଲବର ଆଇଏସସିପିଏଚ ଏଇଟା ଜାଣିଥିବ, ଏଇଟା ମନେ ରଖିଛଟି, ଆଇଏସସିପିଏଚ ଏଇଟା ହଉଛି ଇଲେକ୍ଟ୍ରୋନେଗେଟିଭିଟି ର ଅର୍ଡର ଟା। ତେଣୁ ସବୁଠାରୁ କି ନାଇଟ୍ରୋଜେନ ଅଧିକା ରହୁଛି କାଠୁ, ସଲଫର ଠାରୁ, ତାହେଲେ ଇଏ କଣ ଦେଇପାରିବ, ଅଧିକା ଇଲେକ୍ଟ୍ରନ ଗ୍ରୁପ କୁ ଦେଇପାରିବ। ତେଣୁ ଯିଏ ଅଧିକା ଇଲେକ୍ଟ୍ରନ ଦେଇପାରିବ, ଇଲେକ୍ଟ୍ରନ କଣ ହେଲା, ଯୋଉ ଡେନ୍ସିଟି ବଢେଇଲା ରିଙ୍ଗ ର, ଇଲେକ୍ଟ୍ରୋ ଡେନ୍ସିଟି ଯିଏ ବଢେଇବ ସେଇଟା ଇଲେକ୍ଟ୍ରୋଫାଇଲ ଅଧିକା ହେଇଯିବ, ତେଣୁ ଆର ଅଧିକା ହେଇଯିବ, ତାପରେ ୟାର ହେଇଯିବ। ଟିକେ ଇଏ ବି ଦେବ ଗ୍ରୁପ କୁ, ଇଏ ବି ଆ ପାଖରେ ବି ଲୋନ ପେୟାର ଅଛି, ଆ ପାଖରେ ବି ଲୋନ ପେୟାର ଅଛି, ହେଲା କି ନାଇଁ। ଏଇଟା ପିରିଡିନ ଟା, ଏଇଟା ଥାଇଓପିନ ଟା, ଆ ପାଖରେ ବି ଲୋନ ପେୟାର ଅଛି, ଇଏ ବି ଗ୍ରୁପ କୁ ଦେବ, ହେଲା କି ନାଇଁ। କିନ୍ତୁ ଇଏ ଯେତିକି ଦେଇପାରିବ ଇଏ ସେତିକି ଦେଇପାରିବନି, ସେ ଟିକେ ଟିକେ ଡିଫରେନ୍ସ, ୟାର ଇଲେକ୍ଟ୍ରୋନେଗେଟିଭିଟି ଅଧିକା, ଆର ଆର ହଉଛି କେତେ 4 ହେଲେ ୟାର 3.5, ଆର ହଉଛି 3, ଆର ହଉଛି ଆଇଏସସିପିଏଚ, ଆର ହଉଛି 2.1 ବୋଧେ ନା 2.5 ଆର, ତେଣୁ ଇଲେକ୍ଟ୍ରୋନେଗେଟିଭିଟି ଟା, ତେଣୁ ଏଇ ଅର୍ଡର ଦେଖିଲେ 1 2 3 ହେଇଯିବ। ତାହେଲେ 1 2 3 ହେଲେ ଏଇଟା ଅପସନ ଡି ହେଇଯିବ ଆନ୍ସର। ତାପରେ ଦେଇଛି ଦ ମୋଷ୍ଟ ଆବୁଣ୍ଡାଣ୍ଟ ଏଲିମେଣ୍ଟ ଇନ ଆର୍ଥ କ୍ରଷ୍ଟ, ଏଇଟା ତ ଅକ୍ସିଜେନ ଜାଣିଥିବେ। ଯଦି ଏଲିମେଣ୍ଟ ପଚାରିଥାନ୍ତା କି ହେଇଥାନ୍ତା ଆଲୁମିନିୟମ ହେଇଥାନ୍ତା, କିନ୍ତୁ କଣ ଇଏ ଯୋଉ ଇଏଟା ପଚାରିଥାନ୍ତା ମେଟାଲ ଟା, ତେଣୁ ଏଇଟା ତ ଇଏଟା ପଚାରିଛି ନା, ଅକ୍ସିଜେନ ଟା ପଚାରିଛି, ଆଉ ଏଲିମେଣ୍ଟ ଟା ଅକ୍ସିଜେନ ହେଇଯିବ। ତାହେଲେ ଦେଇଛି which of the following process is used to extract highly reactive metals, ସୋଡିୟମ ପୋଟାସିୟମ କ୍ୟାଲସିୟମ, ନାଇଁ କି, ସୋଡିୟମ ପୋଟାସିୟମ କ୍ୟାଲସିୟମ, ଏଇଟା ବା ଇଲେକ୍ଟ୍ରୋଲିସିସ ରେ ହୁଏ। ତେଣୁ କଣ ହବ ଏଇଟା ଆନ୍ସର, ଏଇଟା ଡାଇରେକ୍ଟ କ୍ୱେଶ୍ଚିନ୍ ଏଗୁଡାକ, ଇଲେକ୍ଟ୍ରୋଲିସିସ କ୍ୱେଶ୍ଚିନ୍। ହାଇଲି ରିଆକ୍ଟିଭ ଏଟା, ଏଇଟା ଆମେ ଜାଣିଛନ୍ତି ଗ୍ରୁପ 1 ଆଉ ଗ୍ରୁପ 2, ହେଲା କି ନାଇଁ। ଏଇ ମେଟାଲ ଗୁଡାକ କଣ କରନ୍ତି ନା ଇଲେକ୍ଟ୍ରୋଲିସିସ, ଗ୍ରୁପ 1 ଗୁଡାକ ସବୁବେଳେ ହାଇଲି ଇଲେକ୍ଟ୍ରିକ ରିଆକ୍ଟିଭ ମେଟାଲ ଗୁଡାକ ଇଲେକ୍ଟ୍ରୋଲିସିସ ରେ ଇଏ ହେବେ। ତାପରେ which of the following commonly used extracted metal sulfide, ସଲଫାଇଡ ତ ରୋଷ୍ଟିଂ ରେ, ଏଇଟା ତ ଜାଣିଥିବେ ଇଜି କ୍ୱେଶ୍ଚିନ୍ ଟା। ଏଇଟା ଟିକେ ଆଉଟ ଅଫ ସିଲାବସ ପକେଇଛି, ହେଲା କି ନାଇଁ, ଏଇଟା ଫିନଲ ଟା ସିଲାବସ ରେ ନାହିଁ ନା। ଏଇଟା ଯଦି କିଏ କରିବେ କ୍ଲେମ କରିବେ ତାହେଲେ ଏଇଟା ଦେବ କଣ କି ଗ୍ରେସ୍ ମିଳିପାରେ, ହେଲେ ସିଲା ଅର୍ଥ ବ୍ରୋମୋଫିନଲ, ସେ କହୁଛି ଫିନଲ ର ଇଏଟା ରେଡିଲି ରିଆକ୍ଟ କରିବ, ଏଇଟା ଆଉଟ ଅଫ ସିଲାବସ କ୍ୱେଶ୍ଚିନ୍ ଟା। ତାପରେ ଏଇଟା 93 ଟା ଦେଇଛି ଦ କରେକ୍ଟ ଅର୍ଡର ଅଫ ଦ ଷ୍ଟାବିଲିଟି। ଆମେ ଜାଣିଛନ୍ତି ଷ୍ଟାବିଲିଟି ଆମେ କେମିତି କରନ୍ତି, ଫାଷ୍ଟ କଣ ଆସିବ ରିଜୋନାନ୍ସ, ତାପରେ ହାଇପର କନଜୁଗେସନ। ଆମେ ଫାଷ୍ଟ ଦେଖିବା କଣ କାହାକୁ, ରିଜୋନାନ୍ସ କୁ ଦେଖିବା, ତାପରେ ହାଇପର କନଜୁଗେସନ କୁ ଦେଖିବା, ତାପରେ ଦେଖିବା କାହାକୁ ଇଣ୍ଡକ୍ଟିଭ ଇଫେକ୍ଟ କୁ। ତାହେଲେ ରିଜୋନାନ୍ସ କୋଉଠି, ଏଠି ତ ରିଜୋନାନ୍ସ ଜଣା ପଡିଯାଉଛି, ଏଇଟା ହଉଛି 3 ଡିଗ୍ରୀ, ହେଇ ନାଇଁ, ଏଇଟା ହଉଛି ବି 3 ଡିଗ୍ରୀ, ଏଇଟା ହଉଛି 1 ଡିଗ୍ରୀ ଟା, ଆଉ ଏଇଟା ହଉଛି 1 ଡିଗ୍ରୀ ଟା, ଆଉ ଏଇଟା କଣ କହିପାରିବ କି, ଏଇ ମଲିକୁଲ ଟା, ଏଇଟା କେହି ପଢିନଥିବେ, ଏଇଟା ହଉଛି ବାଇସାଇକ୍ଲୋ, ବାଇସାଇକ୍ଲୋର, ଏଇଟା ହଉଛି କଣ କି, ଏଟାକୁ କୁହାଯାଏ ବ୍ରିଜ କାର୍ବନ, ବ୍ରିଜ ହେଡ କାର୍ବନ। ଏଟା ହଉଛି ଏମିତିଆ, ଏଟା ଆକ୍ଚୁଆଲି ଏମିତି ଚିତ୍ରଟା ଦେଇଛି, ତାର ବାଇସାଇକ୍ଲୋ କମ୍ପାଉଣ୍ଡ ଏମିତିଆ ବି ହେଇପାରିବ, ହେଲା କି ନାଇଁ। ଏଠି ଚାରିଟା ଦେଇଛି ଆଉ, ତାହେଲେ ଏଟା ଏମିତି ହେଇଥିବ ଆଉ, ଏମିତି ହେଇକି ଏମିତି ଆଉ, ହେଲା କି ନାଇଁ, ଏଇ ଟାଇପ ର ଆଉ।
ବାଇସାଇକ୍ଲୋ ଇଏ ସବୁଠାରୁ ଲିଷ୍ଟ ଷ୍ଟେବୁଲ ହେଇଥାଏ। ଲିଷ୍ଟ ଷ୍ଟେବୁଲ। ତେଣୁ ଇଏ ତ ରେଜୋନାନ୍ସ ଅଛି 3 ଡିଗ୍ରୀ, ତେଣୁ ଇଏ ହେଇଯାଉଛି ସବୁଠୁ ହାଏଷ୍ଟ ହେଇଯିବ 1 ଟା, 2 ଟା ହେଇଯିବ ଲିଷ୍ଟ ହେଇଯିବ। 1 ହାଏଷ୍ଟ, 2 ଟା ଲିଷ୍ଟ କୋଉଠି ଅଛି? ଆଉ ଏଇଟା ତାପରେ ହେଇଯିବ 3 ଡିଗ୍ରୀ, ଇଏ ହଉଛି 1 ଡିଗ୍ରୀ ଟା। ଆଉ ତାମାନେ ଫାଷ୍ଟ ହେଇଯିବ କିଏ? 1 ଟା ହେଇଯିବ, ତାପରେ ହେଇଯିବ ହାଏଷ୍ଟ, ତାପରେ 3 ଡିଗ୍ରୀ ଟା ହେଇଯିବ ନାଇଁ କି? 3 ଟା ହେଇଯିବ। ଫୋର୍ଥ ଟା ସାର୍ ରିଜୋନାନ୍ସ ହେଉନାହିଁ କି? ହେଉଛି ତ। ହଉଛି ଯେ ଏଟା ଇଏଟା ଅଛି ବା, ଯୋଉ 1 ଡିଗ୍ରୀ ଟା ଅଛି। ଏଇଟା ଏମିତିଆ, ଏଠି କଣ ଥିବ? ଏଠି ଡବଲ ବଣ୍ଡ ଅଛି। ଷ୍ଟେବୁଲ କାର୍ବୋକାଟାୟନ। ହଁ ଷ୍ଟାବୁଲ କାର୍ବୋକାଟାୟନ ଯେ ଟୋଟାଲ ଇଏଟା ପଜିଟିଭ, ଇଏଟା 1 ଡିଗ୍ରୀ, ଇଏ 3 ଡିଗ୍ରୀ। ଆକୁ ଆମେ ଫାଷ୍ଟ ଦେବା, ପ୍ରାୟୋରିଟି ଦେବା। ରିଜୋନାନ୍ସ ଏଇଟା କଣ ହଉଛି? ଏଇଟା ଗୋଟେ କାଇଁ ଯୋଉ କଞ୍ଜୁଗେସନ ହଉନି ନା, ରିଜୋନାନ୍ସ ହଉଛି ଯେ କଞ୍ଜୁଗେସନ ହଉନି ନା, ବୁଝିପାରୁଛ ନା ନାଇଁ? ରିଜୋନାନ୍ସ ହଉଛି କଞ୍ଜୁଗେସନ ଏଠି ଦଉନି, କେବଳ ମାନେ ଯୋଉ ସାଇକ୍ଲିକ କଞ୍ଜୁଗେସନ ହଉନି। ଏଠି ଅଛି କଣ? ଏଟା ଅଛି ପାଏ ସିଗ୍ମା ପଜିଟିଭ। ଗୋଟେ କେତେ ଥର ଏଟା ରିଜୋନାନ୍ସ କୋଉଠି ହବ? କୁଆଡେ ଇଏ ହବ? ରିଜନ ଯୋଉ ଖାଲି ପଜିଟିଭ ଅଛି ଯେ ଆଗକୁ ତ କିଛି ନାହିଁ ନା, କୋଉଠିକି ରିଜୋନାନ୍ସ କରିବ? କେତେଟା ରିଜୋନାନ୍ସ ୟାର ଷ୍ଟ୍ରକ୍ଚର ବାହାରି ପାରିବ? ବୁଝି ହଉଛି ନା ନାଇଁ? ହଁ ସାର୍। ତେଣୁ ଇଏ ହେଇଯିବ 3, ଇଏ ହେଇଯିବ ତାପରେ 4 ଟା ହେଇଯିବ, ତାପରେ ହେଇଯିବ 2 ଟା ହେଇଯିବ। ତାହେଲେ ଏଇଟା ଯୋଉଟା ଥିବ କୋଉଟା? ଏଇଟା ଅଛି 1 3 2, ଏଇଟା କୋଉଟା ଅଛି ଜାଣିବନି। 1 ଟା ହାଏଷ୍ଟ ଅଛି, 2 ଟା ଏଇଟା ହେଇଯିବ। ତାହେଲେ ଏଇଟା ଦେଇଛି କଣ? 2 ମୋଲ ଅଫ ଏଲ୍ ଏତିକି ଦେଇଛି। ରିଆକ୍ଟର ଥାଉ ନା, ଏଇଟା ତ ଲିମିଟିଂ ରିଏଜେଣ୍ଟ, ଏଇଟା ମୁଁ ପଢେଇଥିଲି କ୍ଲାସ ରେ ବି। ଏଇଟା ଦେଇଛି 4L ଦେଇଛି, ଏଇଟା କେତେ? 2 ମୋଲ। ଏଇଟା 2 ମୋଲ ଦେଇଛି, ଇଏ ଦେଇଛି କେତେ? 3 ମୋଲ। କେମିତି ବାହାର କରିବା ଲିମିଟିଂ ରିଏଜେଣ୍ଟ? କହିଥିଲି କଣ, ଗିଭେନ ଉପରେ କଣ ଥିବ, ଯୋଉଟା କୋଫିସିଏଣ୍ଟ ଥିବ ଡିଭାଇଡ କରିଦବା। ତାହେଲେ 2/4 ଇଏ ହେଇଯିବ କେତେ? 3/3। ଇଏ କେତେ ହେଇଗଲା? ହାଫ ହେଇଗଲା। ଇଏ ହେଇଗଲା କେତେ? 1 ହେଇଗଲା। ତାହେଲେ ଇଏ ଯାହାର କମ ଆସିବ ସେ ହେବ କଣ? ଲିମିଟିଂ ରିଏଜେଣ୍ଟ। ଯଦି ମାସ ଥାନ୍ତା ତାହେଲେ ମାସ ଟା, ଏ ଟୋଟାଲ ମାସ ଟାକୁ ଡିଭାଇଡ କରିଦେଇଥାନ୍ତେ, ହେଲା କି ନାଇଁ? ତାହେଲେ ଏଇଟା ଇଏ ହଉଛି ଲିମିଟିଂ ରିଏଜେଣ୍ଟ କି ଆଲୁମିନିୟମ ଟା। ଯେତେବେଳେ 4 ମୋଲ ଦିଏ, ତାହେଲେ ଇଏ କେତେ? ଆଲୁମିନିୟମ ଅକ୍ସାଇଡ କେତେ ଫର୍ମେସନ ହୁଏ? 2 ମୋଲ। ତାହେଲେ 2 ମୋଲ ରେ କେତେ ଫର୍ମେସନ ହବ? ତାହେଲେ 1 ମୋଲ ହବ। ଆଉ କଣ, ତା ହାଫଟା ହବ। ଏଇଟା ହେଇଯିବ ଆନ୍ସର ଆଉ। ଦେଇଛି what is the equivalent mass of the phosphoric acid H3PO4? ଯେତେବେଳେ ଦେଇଛି H3PO4, ତାପରେ ଦେଇଛି with reaction with base ସହିତ NaOH ସହିତ ଦେଇଛି, ତାପରେ ଦେଇଛି when only 2 proton are neutralized। ଆଚ୍ଛା, ଯେତେବେଳେ ଆମେ H3PO କୁ ଭାଙ୍ଗିଥାନ୍ତେ, P ଡବଲ ବଣ୍ଡ ହେଇଥାନ୍ତା, ଗୋଟେ ଗୋଟେ ଅକ୍ସିଜେନ, ଗୋଟେ ଅକ୍ସିଜେନ, ଗୋଟେ ଅକ୍ସିଜେନ, ଗୋଟେ ହାଇଡ୍ରୋଜେନ, ଗୋଟେ ହାଇଡ୍ରୋଜେନ, ଗୋଟେ ହାଇଡ୍ରୋଜେନ ଲାଗିଥାନ୍ତା ଫସଫରିକ ଏସିଡ। କିନ୍ତୁ ସେ କହିଛି କଣ? ଓନ୍ଲି 2 ହାଇଡ୍ରୋଜେନ କଣ କରିଛି? ପ୍ରୋଟନ ଏଟା ନ୍ୟୁଟ୍ରାଲାଇଜ। ତାହେଲେ ଦିଟା ଯୋଉ କଣ କରୁଛି? ଦିଟା ହାଇଡ୍ରୋଜେନ କେବଳ ଭାଗ ନବ, ଦିଟା ହାଇଡ୍ରୋଜେନ କୁ କଣ କରୁଛି? ରିପ୍ଲେସ କରିପାରିବ, ଆଉ ଗୋଟେ କରିବନି। ସେ ଅଲରେଡି କ୍ୱେଶ୍ଚନ ରେ ଲେଖିଦେଇଛି। ତେଣୁ କଣ ହେବ? ଯେତେଟା ହାଇଡ୍ରୋଜେନ ରିପ୍ଲେସ କରିବ, ଆମେ ତାର କଣ ଇକ୍ୱିଭାଲେଣ୍ଟ ମାସ ସେତିକି ହବ, ଫ୍ୟାକ୍ଟର ଟା କି ନାଇଁ? ତେଣୁ ଏଟା ବାଇ 2 ହେଇଯିବ, 98/2 ହେଇଯିବ। 2 ହେଲେ କେତେ? 49 ହେଇଯିବ। ଏଇଟା ଆନ୍ସର ହେଇଯିବ। ଯଦି ନର୍ମାଲ ପଚାରିଥାନ୍ତା ଯୋଉ ଏଇଟା ଫସଫରିକ ଏସିଡ ର ଇକ୍ୱିଭାଲେଣ୍ଟ ମାସ କେତେ, ତାହେଲେ ଏଇଟା ଏମିତି କେତେ କଲ? 98 ବାଇ କେତେ ହେଇଥାନ୍ତା? 3 ହେଇଥାନ୍ତା। ବୁଝିଲା ନା ନାଇଁ? ନର୍ମାଲି। କିନ୍ତୁ ସେ ପଚାରିଛି ରିଆକ୍ସନ ରେ ଦିଟା ପ୍ରୋଟନ କେବଳ କଣ କରିବ? ନ୍ୟୁଟ୍ରାଲାଇଜ ହେବ। ତାହେଲେ ଦିଟା ହିଁ ପ୍ରୋଟନ ସେଥିରୁ ରିଡ୍ୟୁସ କରିବ। ଦିଟା ପ୍ରୋଟନ ରିଡ୍ୟୁସ କରିବ ମାନେ ମୋଲିକୁଲାର ମାସ ବାଇ 2 ହେଇଯିବ। ଏନ୍ ଫ୍ୟାକ୍ଟର ଟା ବା, ଯେତେଟା ହାଇଡ୍ରୋଜେନ ରିପ୍ଲେସ ହେଇପାରିବ ସେତିକି ତାର ବେସିସିଟି ଡିଭାଇଡେଡ ବାଇ। ନର୍ମାଲ ହେଇଥିଲେ 3 ହେଇଥାନ୍ତା। ଏଠି ଅକ୍ସିଡେସନ ଷ୍ଟେଟରେ କେତେ ହବ ସେଠି? ହୁଁ, କଣ କହିଲେ? ଅକ୍ସିଡେସନ ଷ୍ଟେଟରେ ସେଠି କେତେ ଆସେ ସେଇଟା? H3PO4 ଟା। ଏଇଟା ଏଇଟା ଆସିଥିଲେ 3ଟା ହେଇଥାନ୍ତା ବା, 3ଟା ହାଇଡ୍ରୋଜେନ ଇଏ ଯୋଉ ଇଏ କରିଥାନ୍ତା। ଉଫ୍, 3ଟା ହାଇଡ୍ରୋଜେନ ଯଦି ନର୍ମାଲ ହେଇଥାନ୍ତା, 3ଟା ହାଇଡ୍ରୋଜେନ କୁ ରିପ୍ଲେସ କରିଥାନ୍ତା। ଆର ଆମେ ଆମେ କେମିତି ଇକ୍ୱିଭାଲେଣ୍ଟ ବା, ଇକ୍ୱିଭାଲେଣ୍ଟ ମାନେ ଗୋଟେ ଇଏରେ ଫର୍ମୁଲା ନୁହେଁ। ଇକ୍ୱିଭାଲେଣ୍ଟ ମାସ ଜାଣିବାକୁ ହେଲେ କିଛିଟା କିଛି ଫର୍ମୁଲା। ଏଇଟା 3ଟା ହାଇଡ୍ରୋଜେନ ଅଛି, ହେଲା। ଯଦି ନର୍ମାଲି ପଚାରିଥାନ୍ତା ଆମର ଫସଫରିକ ଏସିଡ କେତେ ଆମର ହେଇଥାନ୍ତା, ନର୍ମାଲି ଖାଲି ଦେଇଥାନ୍ତା ଇକ୍ୱିଭାଲେଣ୍ଟ ମାସ ଅଫ H3PO4, ତାହେଲେ କଣ ହେଇଥାନ୍ତା? ତାହେଲେ କଣ ହେଇଥାନ୍ତା? 98/3 ହେଇଥାନ୍ତା, ହେଲା କି ନାଇଁ? କାହିଁକି ନା 3ଟା ହାଇଡ୍ରୋଜେନ କଣ କରିବ? ରିପ୍ଲେସ କରିପାରିବ। ମନେକର H2SO4, H2SO4 ଇକ୍ୱିଭାଲେଣ୍ଟ ମାସ କେତେ? ନା ଏଇଟା କଣ ହେଇଥାନ୍ତା? 2H ପ୍ଲସ ପ୍ଲସ କଣ ହେଇଥାନ୍ତା? SO4 2 ମାଇନସ। କେତେଟା ହାଇଡ୍ରୋଜେନ ସେ ରିପ୍ଲେସ କରିପାରୁଛି? ଦିଟା, ହେଲା କି ନାଇଁ?
ଆମେ ଏଠି ଦିଟା ଦେଖିଲେ, ତେଣୁ ଦିଟା ହାଇଡ୍ରୋଜେନ ରିପ୍ଲେସ କରିପାରୁଛୁ ମାନେ ଏଠି କଣ ହେଇଥାନ୍ତା, ମୋଲିକୁଲାର ମାସ୍ ବାଇ 2 ହେଇଥାନ୍ତା। ଏଠି ବି କେତେଟା ହାଇଡ୍ରୋଜେନ ରିପ୍ଲେସ କରିପାରୁଛି, ତିନିଟା। ନର୍ମାଲି ହେଇଥିଲେ ତିନିଟା। ସେ କିନ୍ତୁ ଏଠି ଲେଖିଦେଇଛି ବା ଓନ୍ଲି 2 ପ୍ରୋଟନ ଆମ ଯୋଉ ନ୍ୟୁଟ୍ରାଲାଇଜ ହବ, ମାନେ ଦିଟା ହିଁ କେବଳ ଇଏ କରିବେ, ଭାଗ ନେବେ, ହେଲା କି ନାଇଁ। ତେଣୁ ଦିଟା ଯେତେବେଳେ ରିପ୍ଲେସ କରିବେ, ତାହେଲେ କେତେ ହବ ତାହେଲେ? ତାହେଲେ ରିଆକ୍ସନ ସହିତ ଯାହା ଆମର ଯାହା ବି ହଉ, ଆମେ ତ ଆମର କଣ କି, ଆମର ତ ଇଏଟା ଯୋଉ ଦରକାର ନା, ଯେତେଟା ହାଇଡ୍ରୋଜେନ ରିପ୍ଲେସ ହବ ସେତିକି ତ ଆମର ଡିଭାଇଡ ହବ ନା। ତେଣୁ ସେ ରିଆକ୍ସନ ଯାହା ବି ହେଇଥାଉ, ଆମର କଣ ହେଇଯିବ ତାହେଲେ, ଏଟା 2 ହେଇଯିବ ଡିଭାଇଡ ବାଇ। ତାପରେ ଦେଇଛି ବୋର୍ସ ମଡେଲ ଫେଲ୍ସ ଟୁ ଏକ୍ସପ୍ଲେନ ହୁଇଚ୍ ଅଫ ଦ ଫଲୋଇଂ ଫିନୋମେନା। ତାହେଲେ ସେଇଟା ସହଜ କ୍ୱେଶ୍ଚିନ୍ ନା। ହାଇଡ୍ରୋଜେନ ସ୍ପେକ୍ଟ୍ରମ ଅଫ ଦ ଅଲ୍ଟ୍ରାଭାয়োଲେଟ ରେଜିଅନ, ଏଟା ତ କରିଥିଲେ। ତ ଫାଇନେଷ୍ଟ ଏଇ ତ ଆଟମିକ ସ୍ପେକ୍ଟ୍ରା ତ କରିନଥିଲେ, ଆଉ କଣ ଏଇଟା ହେଇଯିବ ଆନ୍ସର। ଆଉ ଏଇଟା ସେ କରିଥିଲେ। ଏଇଟା ହେଇଯିବ, ଏଟା ହେଇଯିବ ଆନ୍ସର, ଯୋଉ ବିଟା ହେଇଯିବ ଆନ୍ସର। ଏଇଟା ବିଟା ହେଇଯିବ ଆନ୍ସର, ଏଇଟା ତ କରିଥିଲେ ଡିସ୍କ୍ରିଟ ଏନର୍ଜି ବାଲମର ସିରିଜ ହେରିକା ତ କରିଥିଲେ। ଆଉ ବିଟା ହେଇଯିବ ଆନ୍ସର। ଏଇଟା ଦେଇଛି ପଜିଶନ ଅଫ ଆନ୍ ଇଲେକ୍ଟ୍ରନ ୱିଥ ନୋନ୍ ଆଜ what is the minimum uncertainty। ତାହେଲେ ହାଇଜେନବର୍ଗ uncertainty principle del x into କଣ del p is equal to del p h by 4 pi greater than equal to h by 4 pi। ତାହେଲେ ଦେଇଛି କୋଉଟା ପୋଜିଶନ ଦେଇଛି, କାହିଁକି ମୋମେଣ୍ଟମ ବାହାର କରିବା। ତାହେଲେ କେତେ ହେଇଯିବ, h by 4 pi into del x। ତାହେଲେ କେତେ ହେଇଯିବ, h by 4 pi into 0.1। ଏଇଟା ଆନ୍ସର, ସହଜଟା ଦେଇଛି। ତାପରେ ଦେଇଛି which group of element shows both high electronegativity and high ionization energy। ତାହେଲେ ହାଇ ଇଲେକ୍ଟ୍ରୋନେଗେଟିଭିଟି କୋଉ ଗ୍ରୁପ ଗୁଡାକ, ହାଇ ଇଲେକ୍ଟ୍ରୋନ ସବୁଠାରୁ କିଏ, ଫ୍ଲୋରିନ କି ନାଇଁ, ଫ୍ଲୋରିନ, କ୍ଲୋରିନ, ବ୍ରୋମିନ, ଆଉ କିଏ ଆୟୋଡିନ। ଏଇଟା କୋଉଥିର ଗ୍ରୁପ 17। ଏଇଟା କଣ କୁହାଯାଏ, ହାଲୋଜେନ ଫ୍ୟାମିଲି। ଆଉ ଯଦି ଏଠି ଦେଇଛି କଣ ହାଇ ଆୟନାଇଜେସନ ଏନର୍ଜି, ଯଦି ଖାଲି ହାଇ ଆୟନାଇଜେସନ ଏନର୍ଜି ହେଇଥାନ୍ତା, କୋଉଟାକ ସବୁଠାରୁ ହାଇଏଷ୍ଟ ଆୟନାଇଜେସନ ଏନର୍ଜି, ନୋବେଲ ଗ୍ୟାସେସ୍ ଗୁଡାକ, ଗ୍ରୁପ 18 କି ନାଇଁ, ଗ୍ରୁପ 18 ଗୁଡାକ। ସେ କିନ୍ତୁ ଦିଟା ଯାକ ଦେଇଛି, ଇଲେକ୍ଟ୍ରୋନେଗେଟିଭିଟି ହେଇଥିବ ଆଉ ଆୟନାଇଜେସନ ଏନର୍ଜି ବି ହାଇ ହେଇଥିବ। ତାହେଲେ କୋଉଟା ଆସିବ, 17 ଟା ଆସିବ, ହାଲୋଜେନ ଟା ଆସିବ। ନୋବେଲ ଗ୍ୟାସେସ୍ ହେଇଥାନ୍ତା ଯଦି ଖାଲି ଆୟନାଇଜେସନ ଏନର୍ଜି ଦେଇଥାନ୍ତା, କିନ୍ତୁ ତା ସହିତ ଦେଇଛି କଣ, ଇଲେକ୍ଟ୍ରୋନେଗେଟିଭିଟି। ତେଣୁ ସେଥିପାଇଁ ହାଲୋଜେନ ବି ଆସିବ, ହେଲା କି ନାଇଁ। ତାପରେ ଦେଇଛି ଏଟା which of the following order atomic radius। ଆଟମିକ ରାଡିୟସ, ଏଇଟା ସହଜଟା। ଏଟା କଣ ଅଛି, ଏଇଟା ଦେଇଛି ସୋଡିୟମ। ତାପରେ ଆସିବ କଣ, ଉଁ ହେ ଲିନା କହ, ଏଟା ହେଇଯିବ। ତାପରେ ଏଟା ରୁବିଡିୟମ, ଏଟା ଉଲ୍ଟା ଦେଇଛି ନାଇଁ କି, ତାହେଲେ ଏଟା ହବନି। ଏଇଟା ଲିନା, ନା ନା ସରି, ଲିନାଟା ଏଇଟା ହଉଛି ଇନକ୍ରିଜ କରିବ ନା ସାଇଜ ଟା, ତେଣୁ ଏଇଟା ହେଇଯିବ ଏଇଟା ବା ଏମିତିଆ ଲିନା କହ, ଏଇଟା ବିଟା ବିଟା ହେଇଯିବ ଆନ୍ସର। ଏଇଟା ଅଲଗା ଗୋଟେ ଦେଖିଦବ, ଏଇଟା କଣ ଫ୍ଲୋରିନ କ୍ଲୋରିନ ତ ବ୍ରୋମିନ ଅଧିକା ସାଇଜ ହବ, ଜଣା ପଡିଯାଉଛି। ତାପରେ ଦେଇଛି which of the following element has most exothermic electron। ଏଇଟା ତ ଏଇ ଯୋଉ ଇଲେକ୍ଟ୍ରନ ଗେନ୍ ଏନ୍ଥାଲପି କହିବା ଦ୍ୱାରା କଣ, ସେଟା ତା ଅର୍ଥ ମିନିଂ କଣ, ଇଲେକ୍ଟ୍ରନ ଆଫିନିଟି, ହେଲା କି ନାଇଁ, ଇଲେକ୍ଟ୍ରନ ଆଫିନିଟି କି ବୁଝାଉଛି। ତାହେଲେ କ୍ଲୋରିନ। ରିଡକ୍ସ ରିଆକ୍ସନ occurs in which of the following। କିଏ ରିଡକ୍ସ ରିଆକ୍ସନ କରିପାରିବ, ଏସିଡ ବେସ୍ ରିଆକ୍ସନ କରିପାରିବ କି ରିଡକ୍ସ ରିଆକ୍ସନ, ଏସିଡ ବେସ୍ ରିଆକ୍ସନ ରିଡକ୍ସ ରିଆକ୍ସନ ନୁହେଁ, ହେଲା କି ନାଇଁ। ଏଇଟା ନୁହେଁ। ପ୍ରେସିପିଟେସନ ରିଆକ୍ସନ ବି ରିଡକ୍ସ ରିଆକ୍ସନ ନୁହେଁ। କମ୍ବସନ ରିଆକ୍ସନ, ହଁ କମ୍ବସନ ରିଆକ୍ସନ ହେଇପାରିବ, ଏଇଟା ନାହିଁ। ଡିସୋଲ୍ୟୁସନ ଅଫ ୱାଟର ସୁଗାର, ସୁଗାର ତ ଇଲେକ୍ଟ୍ରୋଲାଇଟ ହିଁ ନାହିଁ, ସେତ ତ ହବ ହିଁ ନାହିଁ, କଣ ଯୋଉ ଇଏ ହବ ନାହିଁ, ଡିକମ୍ପୋଜିସନ ହିଁ ହବନି, ସେଟା କିଛି ନାହିଁ। ତେଣୁ ଏଗୁଡା ଜାଣିଛନ୍ତି ତ, ଯାହାର ଏସିଡ ବେସ୍ ରିଆକ୍ସନ ଗୁଡାକ ନୁହେଁ, ଯାହା ଥିବ ସେ ଆସିଆ ହବ। ଏସିଡ ବେସ୍ ରିଆକ୍ସନ ଦେଖୁନ, ଏସିଡ ଗୋଟେ HCl ପ୍ଲସ NH ଯଦି ଆମେ ନେଇଯିବା, କଣ ହେଇଯିବ ସେ NaCl, ଆଉ ସଲ୍ଟ ପ୍ଲସ ୱାଟର ଦେଇଦବ। ଏଠି +1 ଥିଲା, ଯେ -1 +1 -1, ଏଠି ବି ଦେଖ +1 -1 +1 -1 ହେଇଗଲା, ହେଲା କି ନାଇଁ, ଯାହା ଥିଲା ସେୟା ହେଇଗଲା। ପ୍ରେସିପିଟେସନ ରିଆକ୍ସନ ବି ସେ ସେମ ଟାଇପ ର। ସେ ହଁ, ଏଇଟା ହଉଛି ଡିସପ୍ଲେସମେଣ୍ଟ ରିଆକ୍ସନ ଗୁଡାକ, ଯୋଉଠି ଆୟନ ଗୁଡାକ କଣ ହଉଛି, ଏକ୍ସଚେଞ୍ଜ ହଉଛି। ଯୋଉଠି ଆୟନ ଗୁଡାକ ଏକ୍ସଚେଞ୍ଜ ହୁଏ, ସେଠି କଣ ହୁଏନି, ଯୋଉ ସେଠି ଆମର ରିଡକ୍ସ ରିଆକ୍ସନ ହୁଏନି, କେବଳ ଆୟନ ଗୁଡାକ ଡିସପ୍ଲେସମେଣ୍ଟ କରିଯିବ ଆଉ। ଏଠି ପ୍ରେସିପିଟେସନ ରିଆକ୍ସନ ଟା ବି ସେମ ଟା, କଣ ଇଏ ବି ଆୟନ ଗୁଡାକ କଣ କରିବ, ଚେଞ୍ଜ କରିବ। କମ୍ବସନ ରିଆକ୍ସନ ଟା ଆମର ହେଇପାରିବ। କେମିତି କମ୍ବସନ ରିଆକ୍ସନ, ମନେକର CO କ୍ୟାଲସିୟମ O2 ଦେବ, ତାହେଲେ କଣ ହେଇଯିବ, 2 ନେଇଗଲେ, ଏଟା କଣ ହେଇଥିଲା 2CO କି ନାଇଁ। ଏଠି 0 ଥିଲା, ଏଠି ତାର ଚାର୍ଜ ବଢି ଇଏ ହେଇଯିବ, 2 ମାଇନସ ହେଇଯିବ, O2 ମାଇନସ। ତେଣୁ ଏଇଟା ହେଇଯିବ ଆନ୍ସର, ସି ଟା ହେଇଯିବ ଆନ୍ସର। ତାପରେ ଦେଇଛି equivalent weight of H2SO4 in the reaction, ଦେଇଛି ଏଇଟା ନା। ତାହେଲେ ଏଠି କଣ ହେଇଛି ନା, H2SO4 କଣ କରିଛି,
ଏଇଟା ସହଜଟା H2SO4 ଇଏ ହେଲେ କଣ 2H ପ୍ଲସ୍ ପ୍ଲସ୍ SO4 2 ମାଇନସ୍ ଦିଟା ହାଇଡ୍ରୋଜେନ କଣ କରିବ ରିପ୍ଲେସ କରିବ। ଏଠି ଦିଟାକ ହାଇଡ୍ରୋଜେନ ରିପ୍ଲେସ କରିଦେଇଛି ହଁ ଦିଟାକ ହାଇଡ୍ରୋଜେନ ଦେଖ ରିପ୍ଲେସ କରିଦେଇଛି SO4 2 ମାଇନସ୍ ରିପ୍ଲେସ କରିକି କଣ ଏନ ସହିତ ଇଏ କମ୍ବାଇନ କରିଦେଇଛି ତାମାନେ ଦିଟାକ ହାଇଡ୍ରୋଜେନ ଏଠିକି ପଳେଇ ଆଇଛି। ତେଣୁ ଏଇଟା କଣ ହେଇଯିବ ହାଫ୍ ହେଇଯିବ ଆଉ କଣ ମୋଲେକୁଲାର ମାସ୍ ବାଇ 2 ହେଇଯିବ ଆଉ B ହେଇଯିବ ଅପସନ ଆନ୍ସର। ତାପରେ ଦେଇଛି ରିଡକ୍ସ ଟାଇଟ୍ରେସନ ଇନଭଲଭିଂ KMnO4 FeSO4 ଏଇଟା ଗୋଟେ ଡାଇରେକ୍ଟ କ୍ୱେଶ୍ଚିନ୍ ଟା ଏଇଟା ହଉଛି ଥିବ ପିଙ୍କ କଲର ରୁ କଲରଲେସ୍ ହେଇଯିବ ଏଟା। ପିଙ୍କ କଲର ଥିବ ପିଙ୍କ କଲର ଟା କଲରଲେସ୍ ହବ ଏଇଟା ଡାଇରେକ୍ଟ କ୍ୱେଶ୍ଚିନ୍ ଟା ମାନେ ରଟା ଘୋଷା କ୍ୱେଶ୍ଚିନ୍ ଟା। ତାପରେ ଦେଇଛି which of the following change shift will be the equilibrium right ନା ଏଇଟା ଦେଇଛି equilibrium ଯଦି ରିଆକ୍ସନ ଟା ଦେଇଛି ଲି ଚାର୍ଟେଲିୟସ ପ୍ରିନ୍ସିପଲ ତାହେଲେ ଇନକ୍ରିଜ ଯଦି ଟେମ୍ପରେଚର କରିବା ଟେମ୍ପରେଚର ଇନକ୍ରିଜ କଲେ କଣ ହବ ଏକ୍ସୋଥର୍ମିକ ରିଆକ୍ସନ ଟା ଏଟା ଟେମ୍ପରେଚର ଇନକ୍ରିଜ କଲେ ବ୍ୟାକୱାର୍ଡ କୁ ଯିବ ତାହେଲେ ଏଇଟା ତ ହବନି ଗଲା। ଇନକ୍ରିଜ ଯଦି ପ୍ରେସର କରିବା ଲେସନ ନମ୍ବର ଅଫ ମୋଲ କୁ ଯିବ ତାହେଲେ ଏଇଟା ହବ ଏଇଟା ଆନ୍ସର ହବ। ଆଉ ଦେଇଛି ଆଡ ଯଦି ଇନର୍ଟ ଗ୍ୟାସ କନଷ୍ଟାଣ୍ଟ ପ୍ରେସର ରେ କରିବା କନଷ୍ଟାଣ୍ଟ ପ୍ରେସର ଯେ କୁଆଡେ କରିବା ଯଦି କରିବା ମୋର ନମ୍ବର ଅଫ ଯିବ ତାହେଲେ ଏଇଟା ବ୍ୟାକୱାର୍ଡ କୁ ଯିବ ତାହେଲେ ଏଇଟା ବି ହବନି। ରିମୁଭ କରିବା ଯଦି N2O4 ଏଇଟା N2O4 କୁ ଯଦି ଆଡ କରିବା ତାହେଲେ ଫରୱାର୍ଡ କୁ ଯିବ ତାହେଲେ ବ୍ୟାକୱାର୍ଡ କୁ ଯିବ ଯଦି ରିମୁଭ କରିଦବା ତାହେଲେ ତ ଏଇଟା ବ୍ୟାକ ଫରୱାର୍ଡ କୁ ଆଇବ ଏଇଟା ବି ହବ। ଦୁଇଟା ଯାକ ବି ହଉଛି ଆନ୍ସର ଏଇଟା ତାହେଲେ ଏଇଟା ଦିଟା ଆନ୍ସର ଏଇଟା ହଉଛି ଦିଟା ହବ ଆନ୍ସର ଏଇଟା ବି ହବ ଏଇଟା ବି ହବ ଏଇଟା କଣ ଗ୍ରେସ୍ ମିଳିବ ବୋଧେ ଆଉ ଯଦି କରିବା ଆଉ। ଇନକ୍ରିଜ ଇନ ଟେମ୍ପରେଚର ଟା କଣ ପାଇଁ ହେବନି? ନାଇଁ ଇନକ୍ରିଜ ଯଦି ଆମେ ଟେମ୍ପରେଚର କରିବା ତାହେଲେ ରିଆକ୍ସନ ଟା ଆମର ଫେଭର କରେ ଏଣ୍ଡୋଥର୍ମିକ ରିଆକ୍ସନ କୁ ରିଆକ୍ସନ ଫରୱାର୍ଡ ଡିରେକ୍ସନ ରେ ଯାଏ ହେଲା ନାଇଁ ଇନକ୍ରିଜ ଯଦି ଆମେ ଯଦି ଏକ୍ସୋଥର୍ମିକ ରିଆକ୍ସନ ରେ ଇନକ୍ରିଜ କରିବା ତାହେଲେ ରିଆକ୍ସନ ଟା କୁଆଡେ ଆସେ ବ୍ୟାକୱାର୍ଡ ଡିରେକ୍ସନ କୁ ଆସେ ଆଉ ଡିଟେଲ ରେ ବୁଝେଇବା ପାଇଁ ତ ଥିଓରୀ ଟା ଟିକେ ପଢିବାକୁ ପଡେ ଟିକେ। ତାପରେ ଏଇଟା ହଉଛି ଲାଷ୍ଟ କ୍ୱେଶ୍ଚିନ୍ ବୋଧେ ନା କଣ? ହଁ ଏଇଟା ଦେଇଛି ଆଟ୍ 60 ଡିଗ୍ରୀ। ସାର୍ ଯୋଉ ସେଇ ଯୋଉଟା କହୁନାହାନ୍ତି ହୁଁ ହୁଁ ସାର୍ ହଁ ହଁ ସେ ଯୋଉଟା କହୁନାହାନ୍ତି 104 ହଁ ସେଇଟା ହଁ ରିମୁଭ N2O4 ଏଠି ସେ କହିନି ତ କନସେନ୍ଟ୍ରେସନ ଟା କୋଉ ଡିଗ୍ରୀ ଏଇଟା ଯୋଉ ଲିଚାର୍ଟଲିୟର ର କନସେନ୍ଟ୍ରେସନ କନସେପ୍ଟ ନୁହଁ କି ଏଟା ଏ ଯୋଉ ଡି ହୁଁ ଅପସନ ଟା ହୁଁ 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 ସିଏ କହୁଛି ଯେ ସେଠି ଯଦି ତ କହିନି। କଣ କହିଲେ ପଚାରନ୍ତୁ। ସାର୍ ମୁଁ କହୁଛି କି ଅପସନ ବି ଟା ତ ହବ ହଁ ବାକି ଯୋଉ ଲିଚାର୍ଟଲିୟର କନସେନ୍ଟ୍ରେସନ ଯୋଉ କନସେପ୍ଟ ଟା ହୁଁ କନସେନ୍ଟ୍ରେସନ କନସେପ୍ଟ ଟା କି କହୁଛି କି ଯଦି ରିଏକ୍ଟାଣ୍ଟ ର କନସେନ୍ଟ୍ରେସନ ଇନକ୍ରିଜ କରିବ ଫରୱାର୍ଡ ଯିବ ହୁଁ ସେ ନୁହେଁ କି ହଁ ହଁ ଆଉ ତା ସହିତ ଯଦି ପ୍ରଡକ୍ଟ ର କନସେନ୍ଟ୍ରେସନ ଟା ଡିକ୍ରିଜ କଲେ ତାହେଲେ ବି ଫରୱାର୍ଡ ଯିବ ନା ସେ କନସେନ୍ଟ୍ରେସନ ଟର୍ମ ତ କିଛି ଲେଖିନି ତାହେଲେ ଏଟା କଣ ପାଇଁ ରିମୁଭ N2O4 ଟା ହବ? କନସେନ୍ଟ୍ରେସନ ଟର୍ମ ଲେଖିବା କଣ ଦରକାର ସେ ବା ଯେ ଲେଖିଦେଇଛି N2O4 ଗ୍ୟାସ ଟା ତ କନସେନ୍ଟ୍ରେସନ ଟର୍ମ ଲେଖିବା କିଛି ଦରକାର ହଁ ଯଦି ମୋଷ୍ଟ ପ୍ରୋବାବଲି ଆନ୍ସର ବିଟା ହବ ହେଲା କି ନାଇଁ ପ୍ରେସର ଇନକ୍ରିଜ କଲେ ତ N2O4 ସେମିତି ବି ଲେଖିଲେ ବି ସେ ସମାନକୁ ବୁଝଉଛି ହେଲା କି ନାଇଁ ସେ ଯୋଉ କନସେନ୍ଟ୍ରେସନ କୁ ହିଁ ବୁଝଉଛି। ଆଉ ସେଇ କଣ ତାହେଲେ ଆପଣ କହୁଛନ୍ତି ଯେ ଏଇଠି ଲେଖିଥାନ୍ତା ରିମୁଭ କନସେନ୍ଟ୍ରେସନ ଅଫ N2O4 ନା କଣ ଏମିତି ଲେଖିଥାନ୍ତା ଲାଙ୍ଗୁଏଜ ଟା ନା ସେଇଟା ସମାନ ଏଇଟା ଲେଖିବା ଯାହା ସେଇଟା ସମାନ ରିମୁଭ କରୁଛି N2O4 ମାନେ N2O4 ତ ଗ୍ୟାସ ତ ରିମୁଭ କରୁଛି ଆମେ ଯଦି ଆକୁ ଯଦି ଏଠି ଯଦି ଆଡ କରିଥାନ୍ତେ ତାହେଲେ କଣ ଯାଇଥାନ୍ତା ରାଇଟ ହ୍ୟାଣ୍ଡ ସାଇଡ ଯାଇଥାନ୍ତା ଫରୱାର୍ଡ ଯାଇଥାନ୍ତା ଯଦି ଆମେ N2O କୁ N02 କୁ ଯଦି ଆମେ ରିମୁଭ କରିଥାନ୍ତେ ବ୍ୟାକୱାର୍ଡ ଆସିଥାନ୍ତା ସେମ ଟାଇପ ର ଯଦି N2O4 କୁ ଆମେ ଯଦି ଆଡ କରିବା ତାହେଲେ କୁଆଡେ ଯିବ ବ୍ୟାକୱାର୍ଡ କୁ ଯିବ ଯଦି N2O4 କୁ ଯଦି ରିମୁଭ କରିବା କୁଆଡେ ଆସିବ ଫରୱାର୍ଡ କୁ ଆସିବ ତେଣୁ ଏଇଟା ବି ହବ ହେଲା। ଏଇଟା ସେଇଆର ମିନିଂ ଆପଣ ଯୋଉଟା କହୁଛନ୍ତି ତାର କନସେନ୍ଟ୍ରେସନ ଲେଖିବା ଯାହା N2O4 କୁ ରିମୁଭ କରିବା ସେ ତାର ମିନିଂ ଟା ସମାନ ସମାନ ସେଇଟା ସେ କନସେନ୍ଟ୍ରେସନ କୁ ହିଁ ତ ବୁଝଉଛି ନା ଯୋଉ ୟାକୁ ବୁଝଉଛି ଆଉ ତାହେଲେ ମାନେ N2O4 ଟା ଯୋଉ ରିମୁଭ ତାର ଆର ମିନିଂ ଟା କଣ ଆକୁ କାହାକୁ ବୁଝଉନି ନା କଣ ଏଇଟା ତାହେଲେ କଣ କହିବା କଥା ନା ଏଇଟା ବି ହବ ବି ହବ ଡି ବି ହବ ଦିଟାକୁ ଆନ୍ସର ହବ ଏଇଟା ଦିଟାକୁ ଆନ୍ସର ହବ ଏଇଟା ଗ୍ରେସ୍ ମିଳିବ ଆଉ ଯଦି କିଏ କରିବେ ପିଲା ଗ୍ରେସ୍ ମିଳିବ ଏଇଟା ଦିଟାକୁ ହବ ଆନ୍ସର ସେମିତି ଗୋଟେ ବି କହିପାରିବା କାରଣ N2O4 ତ ବି ରିମୁଭ କଲେ ବି ଆସିବ ନା ଏତିକି ତେଣୁ ଏଇଟା ଦିଟା ହବ ଆନ୍ସର। ତାପରେ ଦେଇଛି 60 ଡିଗ୍ରୀରେ ଆୟନିକ ପ୍ରଡକ୍ଟ ଅଫ ଏତିକି ନା ହ୍ୱାଟ ଇଜ ଦ ନ୍ୟୁଟ୍ରାଲ ନାଇଁ କି ଆଚ୍ଛା ଟେମ୍ପରେଚର ଯେତେବେଳେ ଡିଗ୍ରୀ ନାଇଁ କି ଟେମ୍ପରେଚର ହେଲେ ଆମେ ଜାଣିଛନ୍ତି ଆୟନିକ ପ୍ରଡକ୍ଟ କେଡବ୍ଲୁ କଣ ହୁଏ ନା H3O ପ୍ଲସ ର କନସେନ୍ଟ୍ରେସନ ଇଣ୍ଟୁ କଣ ହୁଏ OH ମାଇନସ ର କନସେନ୍ଟ୍ରେସନ ଇକ୍ୱାଲ ଟୁ କେତେ ଦେଇଦେଇଛି 10⁻−13 ଆରେ 1 ଇଣ୍ଟୁ ମାନେ ସେ ସମାନ ଏକାଟା ତାହେଲେ ପିଏଚ୍ ଅଫ ଦ ନ୍ୟୁଟ୍ରାଲ ନ୍ୟୁଟ୍ରାଲ ମାନେ କଣ ଆମେ ଜାଣିଛନ୍ତି ନ୍ୟୁଟ୍ରାଲ କଣ ହବ ନ୍ୟୁଟ୍ରାଲ ଯେତେବେଳେ କଣ ହବ
H3O ପ୍ଲସ୍ ର କନସେନ୍ଟ୍ରେସନ ଟା ଇକ୍ୱାଲ ହେଇଯିବ କାହା ସହିତ OH ମାଇନସ୍ ର କନସେନ୍ଟ୍ରେସନ ସହିତ। ତାହେଲେ H3PO ର କନସେନ୍ଟ୍ରେସନ ଟା କେତେ ହେଇଯିବ 10 ଏଇଟା ତାର ଅଧା ହେଇଯିବ କି ନାଇଁ? ଆର ଅଧା ହେଇଯିବ ଇକ୍ୱାଲ ହେଇଗଲେ ଆର ଅଧା ହେଇଯିବନି କି? ତାହେଲେ 10 ଟୁ ଦ ପାୱାର ମାଇନସ୍ 6.5 ହେଇଯିବ। ତାହେଲେ pH ଟା କେତେ ହେଇଯିବ? pH ଟା 6.5 ହେଇଯିବ। ଏଇଟା ହେଇଯିବ ଆନ୍ସର। ସରିଗଲା ବୋଧେ ନା? ସରିଗଲା ବୋଧେ। ରେକର୍ଡିଂ ଟା